ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ମହାନ ନାମର ଗୌରବ ହେଉ। ପୁନର୍ବାର ଶେଷ ତୋରି ଧ୍ୱନି ବାଇବେଲ ଷ୍ଟଡି ମଧ୍ୟରେ ଆପଣ ଜଡ଼ିତ ହୋଇଥିବା ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମରେ ମୋର ଶୁଭେଚ୍ଛା ନମସ୍କାର ପ୍ରେଜ୍ ଦ ଲର୍ଡ ଜ୍ଞାପନ କରୁଅଛି। ପ୍ରେଜ୍ ଦ ଲର୍ଡ। ଥ୍ୟାଙ୍କ ୟୁ ଜିସସ୍। ପ୍ରକୃତରେ এই ଶେଷ ତୋରି ଧ୍ୱନି ବାଇବେଲ ଷ୍ଟଡି ଦ୍ୱାରା ଗତ 3 ବର୍ଷ ଧରି ଆମେ ଯାହା କିଛି ଶିଖୁଛୁ ଶୁଣୁଛୁ ଆପଣମାନେ ଯତ୍ନରେ ସେ ସମସ୍ତ ବିଷୟ ଧରି ରଖିବେ ବୋଲି ଆଶା କରୁଛି। କାରଣ ଯାହାକୁ ଯାହା ଯେତେ ଦିଆ ହେଇଛି ସେମାନଙ୍କ ଠାରୁ ଅଧିକ ବିଚାର ହିସାବ ନିଆଯିବ ବୋଲି ବାଇବେଲ କହେ। ଯେତେ ଅଧିକ ଶୁଣୁଛନ୍ତି ଆପଣମାନେ କି ଯେତେ ଅଧିକ ମୁଁ ଶିଖି ପାରୁଛି ନିଜେ ମଧ୍ୟ ଆମେମାନେ ଅଧିକ ବିଚାରିତ ହେବୁ। ତେଣୁକରି ବହୁତ ବହୁତ ଆମମାନେ ଯତ୍ନବାନ ହେବା, ପ୍ରଭୁଙ୍କୁ ସାକ୍ଷାତ କରିବା ନିମନ୍ତେ ନିଜକୁ ପ୍ରସ୍ତୁତ କରିବା। ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଗୋଟେ ବାକ୍ୟ ପଢିବା। ଲୁକ ଲିଖିତ ସୁସମାଚାର 18 ଅଧ୍ୟାୟ 8 ପଦ ପଢୁଛି। ଲୁକ 18 ଅଧ୍ୟାୟ 8 ପଦ। ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଶୀଘ୍ର ସେମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟର ପ୍ରତିକାର କରିବେ। ତଥାପି ମନୁଷ୍ୟ ପୁତ୍ର ଆସି ପୃଥିବୀରେ କ'ଣ ବିଶ୍ୱାସ ଦେଖିବେ? ତ ଆଜି ଆମେ ଶିଖୁଛୁ କି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ସମୟରେ ସେ ଆମ୍ଭମାନଙ୍କ ଠାରେ କ'ଣ ଦେଖିବାକୁ ଇଚ୍ଛା କରନ୍ତି, କ'ଣ ଆଶା କରୁଛନ୍ତି। What does he want to see in us? हमारे अंदर क्या देखना चाहता है? ତାଙ୍କୁ ସାକ୍ଷାତ କରିବା ନିମନ୍ତେ ଆମେ କ'ଣ ଧରିଥିବା ଆବଶ୍ୟକ, ସେଇ ହିସାବରେ ଆମେ ମାନେ ନିଜକୁ ପ୍ରସ୍ତୁତ କରିବା ଦରକାର। ପ୍ରେଜ୍ ଦ ଲର୍ଡ। କେତେକ ବିଷୟ ଅଛି, ସେଥିରେ ପ୍ରଥମ ବିଷୟ ଆମେ ପଢିଛୁ। ମନୁଷ୍ୟ ପୁତ୍ର ଆସି ପୃଥିବୀରେ କ'ଣ ବିଶ୍ୱାସ ଦେଖିବେ? ମାନେ ପ୍ରଭୁଙ୍କୁ ହିଁ ଗୋଟେ ଡାଉଟ ଆସିଗଲା, କହିଲା ପରି ହେଇଗଲା ନାଇଁ କି ପ୍ରଭୁ ଫେରିବା ବେଳକୁ ପୃଥିବୀର ଲୋକମାନଙ୍କ ଠାରେ, ଏସ୍ପେଶାଲି ଖ୍ରୀଷ୍ଟିଆନ ମାନଙ୍କ ଠାରେ ବିଶ୍ୱାସ ଥିବ କି? ବିଶ୍ୱାସୀ ମାନେ ଭର୍ତ୍ତି, ନିଜକୁ ବିଶ୍ୱାସୀ ବୋଲି ଭାବିବା ଲୋକ ବହୁତ, କିନ୍ତୁ ପ୍ରକୃତରେ ବିଶ୍ୱାସ ଥିବ କି? ପ୍ରେଜ୍ ଦ ଲର୍ଡ। ଆମେ ମାନେ ଜାଣୁ କି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନର ସମୟରେ ଧର୍ମଚ୍ୟୁତି ଘଟିବ ବୋଲି ବାଇବେଲ କହେ। ଦ୍ୱିତୀୟ ଥେସଲୋନିକ୍ୟ 2:3 ଧର୍ମଚ୍ୟୁତି ମାନେ ବିଶ୍ୱାସ ପରିତ୍ୟାଗ କରିବା। ଆଜି ୟୁକେ, ୟୁନାଇଟେଡ୍ କିଙ୍ଗଡମ୍, ବ୍ରିଟେନ ବଗେରା ଗୋଟେ ସମୟ ଥିଲା କି ଏହି ଆଧୁନିକ ଯୁଗରେ, ଅର୍ଥାତ୍ 18-19 ଶତାବ୍ଦୀରେ ଯେତେବେଳେ ଭାରତ ବ୍ରିଟିଶର ଅଧୀନରେ ଥିଲା, ସେତେବେଳେ ବହୁ ଜଣ ମିଶନାରୀସ୍ ଆସିକି ସୁସମାଚାର ପ୍ରଚାର କରିଥିଲେ ଆମର ଭାରତ ଦେଶରେ। ସେଇ ବ୍ରିଟେନ ଗୋଟେ ସମୟରେ ଖ୍ରୀଷ୍ଟୀୟ ରାଜ୍ୟ ବୋଲି ଖ୍ୟାତ ହେଇକି ଥିଲା, ଖ୍ରୀଷ୍ଟିଆନ କଣ୍ଟ୍ରି। କିନ୍ତୁ ଏବେ ବ୍ରିଟେନ ଖ୍ରୀଷ୍ଟିଆନ କଣ୍ଟ୍ରି ନୁହେଁ। 50ରୁ 100 ଜଣଙ୍କ ଭିତରୁ 50ରୁ କମ ଲୋକ ଖ୍ରୀଷ୍ଟିଆନ ଅଛନ୍ତି, କମିଗଲେ। ବହୁତ ଜଣ ଖ୍ରୀଷ୍ଟ ଧର୍ମ ଛାଡ଼ିଦେଲେ, ବହୁତ ଜଣ ସବୁ କୋଉ ଧର୍ମ ପାଳୁନାହାନ୍ତି, କୋଉ ଧର୍ମକୁ ବିଶ୍ୱାସ କରୁନାହାନ୍ତି। ବହୁତ ଜଣ ଅନ୍ୟ ଧର୍ମ
ଇଏ କଲେଣି, ଆଡପ୍ଟ କଲେଣି। ଏମିତି ବ୍ରିଟେନ, ଫ୍ରାନ୍ସ, ଅଷ୍ଟ୍ରେଲିଆ, ଏମିତି କେତେକ ଦେଶ ମାନଙ୍କରେ ଖ୍ରୀଷ୍ଟିଆନ ମାନଙ୍କର ସଂଖ୍ୟା କମି ଯାଉଛି ବୋଲିବାର କଥା ଆଜିକାଲି ମିଡିଆରେ ବହୁତ ହାଇଲାଇଟ୍ ହେଉଛି, ବୁଝିଲେ। ଖ୍ରୀଷ୍ଟିଆନ ମାନଙ୍କ ଖ୍ରୀଷ୍ଟଙ୍କ ପ୍ରତି ହୃଦୟ ନାହିଁ ଆଉ, ବିଶେଷ କରି ଯେଉଁମାନେ ଜନ୍ମରୁ ଖ୍ରୀଷ୍ଟିଆନ ଅଧିକାଂଶ ବୋର ହେଇଗଲେଣି। ଆମେ ଦେଖୁ ଯେ ପୁରୀରେ ମଧ୍ୟ ଖ୍ରୀଷ୍ଟିଆନ ମାନେ ଆସିକି, ଖ୍ରୀଷ୍ଟିଆନ ଦେଶରୁ ଆସିକି ଲୋକମାନେ ଚଲାବୁଲା ହୁଅନ୍ତି। ଆମର ଏଇଠି ଏଇ ବର୍ଷର କୁମ୍ଭ ମେଳାରେ ମଧ୍ୟ ବହୁତ ଜଣ ଆସିକି ବୁଡିଥିଲେ ଯାଇ ଗଙ୍ଗା ନଦୀରେ। ବହୁତ ଜଣ ଖ୍ରୀଷ୍ଟିଆନ ଆକ୍ଚୁଆଲି ଖ୍ରୀଷ୍ଟିଆନ କଣ୍ଟ୍ରିରୁ ଆସିଥିବେ, ଖ୍ରୀଷ୍ଟିଆନ ହେଇକି ଥିବେ। କୁମ୍ଭ ମେଳାର ତ ଜିହୁଦୀ ମାନେ ବି ଆସିକି ବୁଡିଥିଲେ, ଜିହୁଦୀ ମାନଙ୍କର ଗୋଟେ ମନ୍ତ୍ରୀ କିଏ ଆସିକି ମଧ୍ୟ ବୁଡିଥିଲା। ନାଇଁ, ଆଉ ଆମେ ଏଠି ପ୍ରଚାର ଚାଲିଛି ପେଟ ବଥା ପ୍ରଭୁ ସୁସ୍ଥ କରିବେ, ଅଣ୍ଟା ବଥା ସୁସ୍ଥ କରିବେ, ଆମର ପ୍ରଚାର ଏଠି ଚାଲିଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଛଡା ଆଉ କେହି ପରମେଶ୍ୱର ନାହାନ୍ତି ବୋଲି ସୁସମାଚାର ଦେଇକି ପ୍ରମାଣିତ କରିବାରେ ଆମର ସୁସମାଚାର ପ୍ରଚାରକ ମାନେ ସମସ୍ତେ ଫେଲ ହେଇଗଲେଣି, ଆଉ ବିଫଳ। ଯୀଶୁ ସୁସ୍ଥ କରିପାରିବେ ଏତିକି ଜାଣିଛନ୍ତି, ଯୀଶୁ କାहे କଣ ପାଇଁ ସେ ଛଡା ଆଉ କେହି ଈଶ୍ୱର ନାହାନ୍ତି ବୋଲି ପ୍ରମାଣିତ ହେଇପାରିଲେ ନାହିଁ। ହେଲେ ଏମିତି ହୁଏ ସବୁ ଦେବାଦେବୀ ଭିତରେ ଯୀଶୁଙ୍କୁ ବି ମାନିବୁ ବୋଲା ପରି ଯୀଶୁ ଛଡା କେହି ନାହାନ୍ତି ବୋଲିବାର ଗୋଟେ ଗୋଟେ ଟାଇପ ଅଫ କଣ କହିବେ, ଗୋଟେ ପର୍ସନାଲ କନଭିକ୍ସନ, କନଫେସନ ବହୁତ ଜଣଙ୍କୁ ନାହିଁ, ବହୁତ ଖ୍ରୀଷ୍ଟିଆନ ମାନଙ୍କୁ ବି ନାହିଁ। ଏମିତି କାହିଁ କହିବା ଆମେ ଯୀଶୁ ହିଁ ପରମେଶ୍ୱର ବୋଲି, ସମସ୍ତଙ୍କୁ ମାନିବା, ଆମେ ବି ରେସପେକ୍ଟ ଦେବା, ଆମେ ବି ମାନବତାବାଦ ଧାରଣ କରିବା, ଆଉ ବୋଲିଲା ପରି ବହୁତ ଜଣଙ୍କର ମାଇଣ୍ଡ ସେଟ ହେଇଯାଉଛି। ମନେ ରଖନ୍ତୁ ପ୍ରିୟମାନେ, ବିଶ୍ୱାସ ଅନେକ ପ୍ରକାର, ଆସ୍ଥା ବୋଲିବେ ନେଇକି ଅନେକ ଦେବାଦେବୀ ଭିତରେ ପ୍ରଭୁ ଯୀଶୁ ଯୀଶୁ ବି ଜଣେ ଈଶ୍ୱର ବୋଲିବାର ଗୋଟେ ବିଶ୍ୱାସ ଅଛି ବହୁତ ଜଣଙ୍କର। ସେହି ବିଶ୍ୱାସ ପରିତ୍ରାଣ ଦିଏ ନାହିଁ, ସେପରି ବିଶ୍ୱାସ ସ୍ୱର୍ଗ ଦିଏ ନାହିଁ। ଯୀଶୁ ଖ୍ରୀଷ୍ଟଙ୍କ ଛଡା ଆଉ କେହି ପରମେଶ୍ୱର ନାହାନ୍ତି ବୋଲିବା ପର୍ଯ୍ୟନ୍ତ, ଯେ ପର୍ଯ୍ୟନ୍ତ ସେପରି ବିଶ୍ୱାସ ଆମ ହୃଦୟରେ ନଥିବ ସେ ପର୍ଯ୍ୟନ୍ତ ପରିତ୍ରାଣ ମିଳିବ ନାହିଁ। ତ ସେଇ ହିସାବରେ ଜଣା ପଡୁଛି ବହୁତ ଜଣ ବ୍ୟାକ୍ ହେଇଯାଉଛନ୍ତି, ଆଉ ଇଣ୍ଡିଆରେ ତ ବହୁତ ଜଣ ଘର ବାପସି ବି ହେଇଯାଉଛନ୍ତି ଆଜିକାଲି। ବହୁତ ମାନେ ବହୁତ, ଆପଣ ମାନେ, ମୁଁ ତ ହିନ୍ଦୀ ଚ୍ୟାନେଲ ଦେଖୁନାହିଁ, ତେଲୁଗୁରେ ଏକ୍ସ ଖ୍ରୀଷ୍ଟିଆନ ଚ୍ୟାନେଲ ବୋଲି ଗୋଟେ ଚ୍ୟାନେଲ ଅଛି। ଏକ୍ସ ଖ୍ରୀଷ୍ଟିଆନ ମାନେ ସବୁ ପୂର୍ବତନ ଖ୍ରୀଷ୍ଟିଆନ ମାନେ, ମାନେ ଖ୍ରୀଷ୍ଟିଆନ ହେଇକି 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 ଖ୍ରୀଷ୍ଟ ଧର୍ମ ଛାଡି ଦେଇକି ଆଉ ଥର ବ୍ୟାକ୍ ହିନ୍ଦୁ ହେଇକି ଥିବା ସେମାନଙ୍କର ସମାଜର ଏକ ଚ୍ୟାନେଲ ସେଟା। ସବୁଦିନ ସବୁଦିନ ଗୋଟେ କେତେ ଜଣ ଖ୍ରୀଷ୍ଟ ଧର୍ମ ଛାଡି ପଢାଉଛନ୍ତି। ତ ଏଇ ଚ୍ୟାନେଲ ବାଲା ଯାଇକି ଇଣ୍ଟରଭ୍ୟୁ ନିଅ, କେମିତି ହଉଛ, କାହିଁକି ହେଲା, କେମିତି ତମେ ଛାଡିଦେଲ ଖ୍ରୀଷ୍ଟିଆନ ଧର୍ମ। ଏଇ ଲୋକ ବି ସେ ଖ୍ରୀଷ୍ଟିଆନ ଧର୍ମ ଛାଡି ଦେଇଛି, ଏ ଚ୍ୟାନେଲ ବନାଇଛି, ବହୁତ ଫ୍ଲୋରିଶ ହଉଛି ସେ ଚ୍ୟାନେଲ ଟା। ଆଉ ସବୁବେଳେ ଖାଲି ବାଇବେଲର ସବୁ ଭୁଲ, ବାଇବେଲର ସଂକଟ ଭୁଲ ଅଛି, ସଂକଟ ଭୁଲ ଅଛି ବୋଲି ଦେଖାଇବାରେ ବ୍ୟସ୍ତ ଲୋକମାନେ। ଚାଲୁ, କିଛି ଚିନ୍ତା ନାହିଁ, ଆମେମାନେ ଜାଣିଛୁ ଧରି ରଖିବ ବିଶ୍ୱାସ ଯିଏ ଶେଷକୁ, ସେ ଘେନି ଯିବେ ସାଧୁଙ୍କୁ ସ୍ୱର୍ଗପୁରକୁ। ବିଶ୍ୱସ୍ତ ଲୋକମାନେ ଯେପରି ଜଣା ପଡନ୍ତି, ଏଥି ନିମନ୍ତେ ଏଇଭଳି ଅବସ୍ଥା ସମାଜରେ ଆସିବା ଆବଶ୍ୟକ ଅଟେ। ଇଟ୍ ଇଜ ରିଏଲି ନିଡେଡ। ବିଶ୍ୱାସୀ ମାନଙ୍କୁ, ବିଶ୍ୱସ୍ତ ଲୋକମାନଙ୍କୁ କେମିତି ଧରି ହେବ? ଏପରି ଗୋଟେ ବିପରୀତ ପ୍ରଭାବ ଯଦି ପଡିବନି ସମାଜରେ, ପ୍ରଭୁଙ୍କୁ ଜୋରରେ ଧରିଛି ବୋଲି କେମିତି ଜଣା ପଡିବ? ଭିନ୍ନ ଭିନ୍ନ ପ୍ରକାର ପବନରେ, ଅନ୍ୟାନ୍ୟ ପବନ, ଶିକ୍ଷା ରୂପକ ପବନରେ ଉଡି ନ ଯାଉ ପ୍ରିୟମାନେ। We need faith। ପ୍ରଭୁ କହୁଛନ୍ତି ମନୁଷ୍ୟ ପୁତ୍ରଙ୍କ ଆଗମନ ସମୟରେ ସେ କଣ ବିଶ୍ୱାସ ଦେଖିବେ? ନିଜେ ଚିନ୍ତା କର ବୋଲଛନ୍ତି ସେ।
तो बाइबल कहे आम्भे माने प्रकृତରେ विश्वासी कि नहीं निजे परीक्षा करिबार पुणी। द्वितीय कोरिन्थी 13 अध्याय 5 पद पढ़ुछि। द्वितीय कोरिन्थी 13:5 तुम्भे माने विश्वास रे अच्छो कि नहीं से विषय रे अपना अपना को परीक्षा करो। अपना अपनार विचार करो किंबा यीशु ख्रीष्ट जे तुम्भ मानक ठारे अछंती एहा कि तुम्भे माने निजे तुम्भे माने निज निज विषय रे जानो नाही। जदि एहा न हुए ताहा हेले तुम्भे माने परीक्षा सिद्ध नुह। आमे माने अध्ययन करिथिलु कि आम मानकर विश्वास परीक्षा सिद्ध हेबा दरकार। प्रत्येक विषय परीक्षा बहुत प्रकार अछि। विश्वास परीक्षा अछि, विश्वस्ततार परीक्षा अछि, पवित्रतार परीक्षा थाए, नम्रतार परीक्षा माने नम्र हेबो ना नहीं ना गर्व देखाइबो तार परीक्षा थाए। पवित्रता अपना पवित्रता धरि रखिबो ना हराइ बसबो, असुच हेइजबो ना कोन तार परीक्षा थाए। विश्वस्ततार परीक्षा थाए, विश्वासर परीक्षा थाए, सहिष्णुतार परीक्षा थाए, विभिन्न प्रकार परीक्षा अछि। आमे माने परीक्षा सिद्ध हेबा दरकार। टाइम टू टाइम आम मानक जीवन रे दुख कष्ट क्लेश निंदा अपमान ताड़ना बारंबार कहीं आसे माने एटा पाए आम्भे मानक निज आम्भे मानक मजबूत करिया पाए स्ट्रांग करिया पाए ए सब आसे। तुम्हें माने विश्वास रे अच्छो कि नहीं निजे निजे परीक्षा करके देखो। प्रेज द लॉर्ड। जोहन लिखित सुसमाचार 14 अध्याय रे प्रभु भल कथा बढ़िया कथा कहते आगमन बेलू केमितिका विश्वास दरकार। जोहन 14 अध्याय 1 पदरे तुम्भ मानक हृदय उद्विग्न न हेउ तुम्भे माने ईश्वरଙ୍କ ठारे विश्वास करो मो ठारे मध्य विश्वास करो। मोर पिताଙ୍କ गृहरे अनेक बासस्थान अछि जदि नथांता ताहेले मु तुम्भ मानक कहिथांती मु तुम्भ मानक निमंते स्थान प्रस्तुत करबाकू जाउअछि। पुणी मु जाई तुम मानक निमंते स्थान प्रस्तुत कले पुनर्बार आसीबी आ मु जो स्थान रे थाए तुम्हे माने मध्य सही जेपरि सही स्थान रहिबो सेथि निमंते तुम्ह मानक आपण निकट घेरिछि। प्रेज द लॉर्ड। तो प्रभु यीशु ख्रीष्टंकर निजर मुखरो से निजे कहिथिबा तांकर द्वितीय आगमनर प्रतिज्ञा ଏହା कि मु तुम मानक पर स्थान प्रस्तुत करबाकू जाउछि ता सरला परे ताहा प्रस्तुत कर सारला परे फेरी आसिकी तुम मानक घेनी जीवे। तो एथि निमंते से प्रथम पदरे गोटे कथा कहती कि तुम्भ मानक हृदय उद्विग्न न हेउ तुम्भे माने ईश्वर ठारे विश्वास करो। यस मो ठारे मध्य विश्वास करो। Ye believe in God, believe also in me। तो प्रकृत ख्रिश्चियन माने पितांको ठारे विश्वास करिवार आ पुत्रंको ठारे मध्य विश्वास करिबा आवश्यकता रहिछि। बहुत जन पितांको ठारे विश्वास करते आ कहते नहीं पुत्रर किछ नहीं काम नहीं पुत्रर काम सरला से तांकर सबऑर्डिनेट। सेतबे मु सबले कहे एनआईवी बाइबल रे अधिकांश पुत्र जागरे सर्वेंट लिखा है। इंग्लिश बाइबल रो एनआईवी न्यू इंटरनेशनल वर्जन प्राय आमे माने धरिबा कथा नहीं पढ़िबा कथा नहीं। अधिकांश जोठी 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 पुत्र बोली लिखा ही थिबा दरकार से बाइबल रे सेठी सेवक बोली लिखा है तांकर दास ईश्वरଙ୍କର दास। और बहुत जन एमती ख्रिस्टियन मान अच्छे जब यीशु ख्रीष्ट को पिता ईश्वर ठार टे सन सान कम बोली मनती पितांको ठारे विश्वास करुछो सेही परि पुत्रंको ठारे मते समान द इक्वल वैल्यू पुत्रंको मध्य देबा दरकार।
ଏଇ ଜହନ ଯେ କି ଆମକୁ ଏଇ 14 ଅଧ୍ୟାୟରେ ଲେଖିଛନ୍ତି ଏଇ କଥା, ଏହି ଜହନ ତାଙ୍କ ପତ୍ରିକାରେ ଲିଖୁଛନ୍ତି, ପିତାଙ୍କ ପୁତ୍ରଙ୍କୁ ଯେ ମାନେ ନାହିଁ, ବିଶ୍ୱାସ କରେନି, ସେ ତ ଭଣ୍ଡ ଖ୍ରୀଷ୍ଟ। ଆଉ ତ ଖ୍ରୀଷ୍ଟୀୟ ସମାଜରେ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗୋଟେ କମ୍ ଦୃଷ୍ଟିରେ ଦେଖୁଥିବା ଲୋକମାନେ ବି ଅଛନ୍ତି। ସେମାନେ ନିଜକୁ ଖ୍ରୀଷ୍ଟିଆନ ବୋଲି ଖ୍ୟାତ କରନ୍ତି ଅବଶ୍ୟ, କିନ୍ତୁ ନୁହନ୍ତି। ଏସ୍ପେଶାଲି ସେଥିରେ ଜିହୋବା ସାକ୍ଷୀ ଗୋଟେ ସଦାପ୍ରଭୁ ମେନ୍ ନା, ଆଉ ସଦାପ୍ରଭୁ ଗୁରୁତ୍ୱ ଥିଲା। ପୁରାତନ ନିୟମରେ ସଦାପ୍ରଭୁ ତ ଥିଲେ, ପରେ ପୁତ୍ର ଆସିଲେ, ତାଙ୍କର ଗୋଟେ କାମ ଥିଲା, ସେ କାମ କରିକି ସରିଲେ ପଳେଇଲେ। ପୁତ୍ର ବଡ ନା ବାପା ବଡ? ବାପା। ପ୍ରଭୁ କହୁଛନ୍ତି ନା ନା ନା, ପିତାଙ୍କୁ ଆଉ ପୁତ୍ରଙ୍କୁ ଦୁହିଁଙ୍କୁ ଏକ ବୋଲି ମଣିକି ବିଶ୍ୱାସ କରିବାର। ପ୍ରଭୁ ପଚାରୁଛନ୍ତି କି ମନୁଷ୍ୟ ପୁତ୍ରଙ୍କ ଆଗମନ ସମୟରେ ସେ କଣ ବିଶ୍ୱାସ ପାଇବେ କି? ଆଉ ବିଶେଷ କରି ଲୁକ 18ରେ ଯେଉଁ ପଢିଛୁ, ଗୋଟେ ଇଣ୍ଟରେଷ୍ଟିଂ କଥା ମୁଁ ଦେଖିନି ଆକ୍ଚୁଆଲି। ଲୁକ 18 ନାଇଁ କି, ସେ ପୃଥିବୀରେ କଣ ବିଶ୍ୱାସ ଦେଖିବେ? ଟିକେ ହିନ୍ଦୀରେ ଦେଖୁଛି ନା, find faith, ତେଲୁଗୁରେ ଗୋଟେ ସୁନ୍ଦର ୱାର୍ଡ ଗୋଟେ ଅଛି, ଯୋଉଟା ମୁଁ ଅଲଗା ଟ୍ରାନ୍ସଲେସନରେ ପାଇବି। shall he find faith? find faith, ଟିକେ ଟ୍ରାନ୍ସଲେସନ ଦେଖୁଛି। ତେଲୁଗୁରେ କଣ ଲେଖା ହେଇଛି, ମାନେ ମନୁଷ୍ୟ ପୁତ୍ର ଆସି କଣ ପୃଥିବୀରେ ସେହି ବିଶ୍ୱାସ ଦେଖିବେ କି ବୋଲେ, ଗୋଟେ ପର୍ଟିକୁଲାର ବିଶ୍ୱାସ ମୁଁ ଲେଖା ଅଛି। ସେହି ଗୋଟେ ବିଶ୍ୱାସ, କୋଉ ବିଶ୍ୱାସ? ଆମେ ମାନେ ଜାଣୁ ସେ 18 ଅଧ୍ୟାୟ ଲୁକରେ ସେ ଜଣେ ବିଧବାଙ୍କର ଆଉ ସେ ଅନ୍ୟାୟକାରୀ ବିଚାରକର୍ତ୍ତାଙ୍କର ଦୃଷ୍ଟାନ୍ତ ପ୍ରଭୁ କହିଥିଲେ, ନାଇଁ? 2 ପଦ 18:2 ଲୁକ। ଗୋଟିଏ ନଗରରେ ଜଣେ ବିଚାରକର୍ତ୍ତା ଥିଲେ, ସେ ଈଶ୍ୱରଙ୍କୁ ଭୟ କରୁନଥିଲେ କି ମନୁଷ୍ୟକୁ ମାନୁ ନଥିଲେ। ସେହି ନଗରରେ ଜଣେ ବିଧବା ଥିଲା, ତାହା ପ୍ରତି ଅନ୍ୟାୟ କରିଥିବା ଲୋକ ବିରୁଦ୍ଧରେ ବିଚାର ନିଷ୍ପତ୍ତି କରିବା ପାଇଁ ସେ ଥରକୁ ଥର ବିଚାରକର୍ତ୍ତାଙ୍କ ନିକଟକୁ ଯାଇ କହୁଥିଲା, ଆଉ ସେ କେତେ ସମୟ ପର୍ଯ୍ୟନ୍ତ ସହମତ ହେଉନଥିଲେ। କିନ୍ତୁ ପରେ ସେ ମନେ ମନେ କହିଲେ, କି ବିଚାରକର୍ତ୍ତା କହିଲେ, ଯଦି ବା ମୁଁ ଈଶ୍ୱରଙ୍କୁ ଭୟ କରେ ନାହିଁ କିମ୍ବା ମନୁଷ୍ୟକୁ ମାନେ ନାହିଁ, ତଥାପି ଏହି ବିଧବାଟା ମତେ କଷ୍ଟ ଦେଉଥିବାରୁ ମୁଁ ତାହା ପ୍ରତି କରାଯାଇଥିବା ଅନ୍ୟାୟର ବିଚାର କରିବି, ନହେଲେ ସେ ସବୁବେଳେ ଆସି ମତେ ବ୍ୟତିବ୍ୟସ୍ତ କରୁଥିବ। ସେଥିରେ ପ୍ରଭୁ କହିଲେ, ଏହି ଅଧାର୍ମିକ ବିଚାରକର୍ତ୍ତା କଣ କହୁଅଛନ୍ତି ତାହା ଶୁଣ। ତେବେ ଈଶ୍ୱରଙ୍କର ଯେଉଁ ମନୋନୀତ ଲୋକମାନେ ଦିନ ରାତି ତାହାଙ୍କୁ ଡାକୁଥାନ୍ତି, ସେ କି ସେମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟର ବିଚାର କରିବେ ନାହିଁ? ଯଦ୍ୟପି ସେ ସେମାନଙ୍କ ଶତ୍ରୁମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି। ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଶୀଘ୍ର ସେମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟର ପ୍ରତିକାର କରିବେ। ତଥାପି ମନୁଷ୍ୟ ପୁତ୍ର ଆସି ପୃଥିବୀରେ କଣ ସେହିପରି ବିଶ୍ୱାସ ପାଇବେ କି, ଦେଖିବେ କି? ଅବଶ୍ୟ ଓଡ଼ିଆରେ ନାହିଁ, ମୁଁ ମିଶାଇଲି ଯେହେତୁ ତେଲୁଗୁରେ ଅଛି। ସେହିପରି, what was that ସେହିପରି ବିଶ୍ୱାସ? ସେ ଗୋଟେ ପର୍ଟିକୁଲାର ବିଶ୍ୱାସ। ସେ ବିଧବା ସ୍ତ୍ରୀଙ୍କର ବିଶ୍ୱାସ କଥା କୁହାଯାଉଛି ଏଠି। କଣ ଥିଲା ତାର ବିଶ୍ୱାସ? କି ବିଚାରକର୍ତ୍ତା, ଅନ୍ୟାୟୀ ବିଚାରକର୍ତ୍ତା, ଈଶ୍ୱରଙ୍କୁ ଭୟ କରୁନଥିବା ବିଚାରକର୍ତ୍ତା, ଲାଞ୍ଚ ଖାଉଥିବା ବିଚାରକର୍ତ୍ତା। ସେ ବିଧବା ସ୍ତ୍ରୀ କେତେ କଷ୍ଟ ପାଇଲା କି ସେ ତାହାର ପ୍ରତି ନ୍ୟାଯ୍ୟ କରାଯାଉ ବୋଲି କେତେ ଗୋଡ଼ ଧରିଥିବ ସେ ତା ପାଖକୁ ଯାଇକି, ସେ ବିଚାରକର୍ତ୍ତା ପାଖକୁ ଯାଇକି। ବିଚାରକର୍ତ୍ତା ନ୍ୟାଯ୍ୟ କରୁନଥିଲା, କାହିଁକି? ମାନେ ଏ ବିଧବା ସ୍ତ୍ରୀ ଠାରୁ ଗୋଟେ ନୂଆ ପଇସା ବାହାରିବ ନାହିଁ ଲାଞ୍ଚ ପାଇଁ। କେତେ ପଇସା ଦେଇପାରିବୁ? ବାବୁ ଦେଇପାରିବିନି ବାବୁ, ତୁ ତୋର ପାଇଁ କାହିଁକି ଟାଇମ ୱେଷ୍ଟ କରିବି? ଯେ ପଇସା ଦେଉଛି ତାର ପାଇଁ ଟାଇମ କାଢିବି ନା, ତୋର ପାଇଁ ଗେଟ୍ ଆଉଟ୍।
ହେଲେ ପଳେଇଲା ଆଉ ସକାଳକୁ ଆସିଛି ବୋଧେ ବାବୁ ଆଉ ଆସିଲ ତୁ ମନା କଲି ନା ନାଇଁ ବାବା କିଏ କୁଆଡେ ଯାଇପାରିବି ବାବୁ ଗୋଟେ ପଇସା ନା ପଇସା ନାଇଁ ବାବୁ ଦୟା କର ବାବୁ ସବୁଦିନ ସେ ବିରକ୍ତ କରିଦେଇଥିଲା ଏ ବିଚାରକର୍ତ୍ତାକୁ ଲାଷ୍ଟକୁ ବିଚାରକର୍ତ୍ତା ଭାବିଲା ବିରକ୍ତ ହେଇକି ହଉ କଣ ହେଲା ତୋର କଥା କଣ ତ ତାର ପୁଅ ତାକୁ କେତେ କଷ୍ଟ ଦେଉଥିଲା ନା ତାର ନାତି ତାକୁ କଷ୍ଟ ଦେଉଥିଲା ଯେହେତୁ ବିଧବା ହେଇଛି ସେ ଏ ପଡିଶା ଘର ଲୋକ ପୁରୁଷ ମାନେ ତାକୁ କଷ୍ଟ ଦେଉଥିଲେ କି ସେ ଯୋଉଠି କାମ କରୁଥିବ ସେଠି ତାକୁ କଣ କଷ୍ଟ ଦଉଥିବେ ତାକୁ ଲୁଟିବା ପାଇଁ କଣ କଷ୍ଟ ଦଉଥିବେ ତାର ଏକମାତ୍ର ଘର ଥିଲା ନା କଣ ତାକୁ ଲୁଟିବା ପାଇଁ କି କଷ୍ଟ ଦଉଥିଲା ତାର ସମସ୍ୟା ଆମକୁ ଜଣାନି ବଟ୍ ୱାନ୍ ଥିଙ୍ଗ वी कैन अंडरस्टैंड कि से एते हेल्पलेस थिला एते निस्सहाय थिला तार सपक्षरे केही नथिले न्याज्य हो बोली से भिक मागुथिला जा प्रभु कहउछंती एमितिका जणे विधवांको प्रति जदि अन्यायी ହେଇଥିବା ବିଚାରକର୍ତ୍ତା ଯଦି ବିଚାର କରିକି ନ୍ୟାଯ୍ୟ କରାଇଲା ତ ପରମେଶ୍ୱର କେତେ ନ କରିବେ କଣ ଅନ୍ୟାୟର ବିଚାର ମନୁଷ୍ୟ ପୁତ୍ର ଆସିଲା ବେଳେ ଲୋକମାନେ କରୁଥିବା ଅନ୍ୟାୟର ବିଚାର ସେ କରିବ ବୋଲି କେତେ ଜଣ ବିଶ୍ୱାସ କରୁଛ ଦ୍ୟାଟ୍ ଇଜ ଦ ପଏଣ୍ଟ ହିୟର ଏଠାର ବିଶ୍ୱାସ କଣ ମାନେ ଯେତେ ଜଣ ନିଃସହାୟ ହୋଇ ଦୁର୍ବଳ ହୋଇ ନଗଣ୍ୟ ହୋଇ ତୁଚ୍ଛୀକୃତ ହୋଇ ତଳେ କଚାଡ଼ି ଦିଆଯାଇକି ତୁ ପାରିବନି ବୋଲି ଥଟ୍ଟା କରୁଛନ୍ତି ସେହି ଦିନହୀନ ମାନଙ୍କ ସପକ୍ଷରେ ବିଚାର କରିବାକୁ ସେ ଆସୁଛନ୍ତି ଆଉ ସେ ଅନ୍ୟାୟର ବିଚାରକର୍ତ୍ତା ଯଦି ନ୍ୟାଯ୍ୟ କରିଲା ଏଇ ବିଧବାଙ୍କୁ ତ ନ୍ୟାଯ୍ୟମାନ ପରମେଶ୍ୱର ଆଉ କେତେ ଅଧିକ ପରିମାଣରେ ଆଉ କେତେ ଶୀଘ୍ର ନ କରିବେ ଦେଖିବା କେତେ ଜଣ ବିଶ୍ୱାସ କରୁଛ ବୋଲେ ପ୍ରଭୁ ମନୁଷ୍ୟ ପୁତ୍ର ଆସିକି he will judge the world ସବୁ ଗର୍ବୀ ମାନଙ୍କୁ ଅହଙ୍କାରୀ ମାନଙ୍କୁ ହିଂସକ ବୁଦ୍ଧି ମାନଙ୍କୁ ଗରିବ ଲୋକମାନଙ୍କୁ ଦିନହୀନ ମାନଙ୍କୁ ଲୁଟି ଖାଇବା ଲୋକମାନଙ୍କୁ କେମିତି ବିଚାର ନ କରିବେ ଦେଖ ବୋଲଛନ୍ତି ସେ ବିଶ୍ୱାସ କରୁଛ ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିକି ବିଚାର କରିବେ ଆମ୍ଭ ମାନଙ୍କ ଜୀବନରେ କରାଯାଇଥିବା ପ୍ରତ୍ୟେକ ଅନ୍ୟାୟର ବିଚାର ହେବ ବ୍ରଦର ସିଷ୍ଟର ଶୀଘ୍ର ହେବ have faith ଆମେ ଭାବୁଥ ଆମ ଜୀବନରେ ଏତେ କଷ୍ଟ ପାଉ ବେଳେ ବେଳେ ଏତେ ଚିପୁଡି ହେଇଯାଉ ହୃଦୟରେ କହୁ କି କାଏ ପରମେଶ୍ୱର ଥିଲେ ଗୋଟେ ନ୍ୟାୟ କରିଥାନ୍ତେ କିଛି ପରମେଶ୍ୱର ଥିଲେ ମତେ ଏତେ ଅନ୍ୟାୟ କାହିଁକି ହେଇଥାନ୍ତା ମୋ ପଇସା ଲୁଟିକି ନେଇଗଲା ଖାଇଦେଲା ଠକିଦେଲା କେତେ ଲୋକ କାନ୍ଦୁଛନ୍ତି ନା ନାଇଁ ଖ୍ରୀଷ୍ଟିଆନ ଭିତରେ ଲୁଟି ଖାଉଛନ୍ତି ଆଜ୍ଞା ଆଉ ଦେଖିଲା ବେଳକୁ କିଛି ପରମେଶ୍ୱର ବି କିଛି କହୁନାହାନ୍ତି କହିଲା ପରେ ଚୁପ୍ ଅଛନ୍ତି କହିଲା ପରେ ଜଣା ପଡେ ଯେଉଁ ଦ୍ୱାରା କି ଲୋକ ଭାବୁଛନ୍ତି ଅନୁଗ୍ରହ ଯୁଗ ଏଟା ସବୁ ଆଉ ପ୍ରଭୁ ପଚାରିବେ ନାହିଁ କ୍ଷମା କରି ସାରିଛନ୍ତି ପ୍ରଭୁ କ୍ଷମା କରିଦିଅ ବୋଲି କହିବାର ଆଉ ପ୍ରଭୁ ନେଇ ଯିବାର ନାଇଁ କି ସବୁ ଲେଖା ହଉଛି କୃତ ଅନ୍ୟାୟର ବିଚାର କରାହେବ ଏହି ବିଶ୍ୱାସ ଦେଖିବେ କି ବହୁତ ଜଣ ଭାବୁଛନ୍ତି ନା ଆଉ ବିଚାର ନାହିଁ ଭାବୁଛନ୍ତି ବୋଧେ ତ ଫର୍ଷ୍ଟ ଥିଙ୍ଗ ବିଶ୍ୱାସ ଧରି ରଖ ଜଗତ ଉପରକୁ ବିଚାର ଆସିବ ବିଶ୍ୱାସ କର ସତରେ ବିଲିଭ୍ ଇନ୍ ଗଡ୍ ଆପଣଙ୍କ ଜୀବନରେ କରାଯାଇଥିବା ଅନ୍ୟାୟର ବିଚାର ବି ହେବ ଛାଡ଼ିବେନି ପ୍ରଭୁ କାହାକୁ ବି ସେଥିପାଇଁ ବାରମ୍ବାର କୁହାଯାଉଛି ସୂଚି କର ସଫା କର ନିଜକୁ କ୍ଲିନ୍ ଅପ୍ କରିଦିଅ ୱାଶ ଅପ୍ କର ପୁରା ୱାଶ କର ଯାହା କିଛି ପରସ୍ପର ପ୍ରତି ଆମମାନଙ୍କ ହୃଦୟରେ ଗୋଟେ ବିରୋଧ ଭାବ ଅଛି କ୍ଷମା ମାଗିବାର କ୍ଷମା କରିଦେବାର ବି ପ୍ରେଜ୍ ଦ ଲର୍ଡ ଦ ଫର୍ଷ୍ଟ ଥିଙ୍ଗ
विश्वास प्रभु जीशु ख्रीष्टଙ୍କର आगमन समय विश्वास दरकार ता प्रथम कौन शुणिलु प्रभु जीशु ख्रीष्टଙ୍କୁ त्राणकर्ता रूपे विश्वास करने दरकार रही प्रभु जीशु ख्रीष्ट ईश्वर को पुत्र अटंती बोली विश्वास करिवार प्रभु जीशु ख्रीष्ट ही ईश्वर अटंती बोली विश्वास करिवार ताहांकरी क्रूस्य जातना जहा थिला ताहा जिहुदी मानकर पॉलिटिक्स पाई नथिला ताहा आमर पाप पाई ही थिला बोली विश्वास करिवार से तांकरी मृत्युवरण आमर पाई थिला बोली विश्वास करिवार एंड स्पेशली सबुठु गुरुत्वपूर्ण से तृतीय दिन रे उत्थापित हेले बोली विश्वास करिवार ताहांकर नाम और रक्त रे छड़ा और काहीं रे भी परित्राण मुक्ति और पाप क्षमा नाही बोली विश्वास करिवार एतिकी विश्वास करले प्रकृत रे आपण माने क्रिश्चियन अटंती प्रेज लॉर्ड नंबर 1 नंबर 2 एही विश्वास मु कहूଥିଲି विश्वास माने कौन विश्वस्तता माने कौन आमे तांको मानि नेले विश्वास से आमको मानिले विश्वस्तता से आमको विश्वास करले विश्वस्तता प्रेज द लॉर्ड आपण को मते से विश्वास करि पारिबे कि केते दिन थिबु केते दिन ठिया थिबु 2 दिन काम न हेले 2 दिन खाइबा को न मिलले छाड़ी देबु नहीं तो गोटे मिराकल न हेले गोटे आश्चर्य कर्म न हेले गोटे हीलिंग न हेले समय को गोटे पैसा न मिलले छाड़ देबु नहीं तो हैं चिंता करो मिराकल 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 होउथबे 24 घंटा आश्चर्य कर्म होतबे ए मीटिंग से प्रार्थना एठी जाय कि सेठी जाय काम न हेले व्हाट क्या बहुत जण ए मजे मते प्रे रिक्वेस्ट दियंती देखु थाए क्या क्या हमको जन भाई को सुस्थता प्रार्थना कर दिंतु आउ से सीरियस अच्छी आउ प्रभु जे तांको सुस्थ करेंगे आउ सुस्थ करेंगे तांकर फैमिली समस्त बाप्तिस्म ने भी बुल कहूले एमती बहुत गुरे प्रे रिक्वेस्ट थाए मो पाखक आसे कहते ना सुस्थ करदे पुणी तांकर से पिलार केते जण थिबे तांको घर लोक माँ बापा भाई बहन आम से मानव आम विश्वास कर प्रभु आम बाप्तिस्म नहीं बोल कहते तेणु आपको जोर आपको सुस्थ हो जाओ जोर प्रार्थना कर आपण माने नहीं हेला नहीं आओ चली गलानी बहुत लोग एमती विश्वास काम करबनी आम प्रभु को ब्लैकमेल करने कथा नुहे शैतान कौन करला प्रभु को डेई पड़ दूत मैंने आसिक रक्षा करेंगे प्रभु कहले तुम्हें अपना परमेश्वर को परीक्षा करने कथा नहीं डू नॉट टेस्ट हिम करवा कि नहीं देखा ब्लैकमेल करवार नहीं प्रभु को आम परीक्षा तो करले मु बाप्तिस्म नेबी नेवर डू दिस एई गर्वर प्रार्थना प्रभु जम्मा ग्रहण करिवे नहीं मोर कौन योग्यता प्रभु तुम्हें जे काम कर मो पाई बस तुम पाखे दया मिलुची बोली भिक मागुछु बोली भाभी मागिबार ना कौन दाऊद कौन कही पाप करला परे दाऊद कहले हे परमेश्वर तुम्हें एबे जदि विचार करिवो तेबे भी धार्मिक ही हेबो मुझे सिना पापी तुम्हें क्षमा करले भी तुम्हें धार्मिक ना तुम्हें क्षमा न कर दंड देव तो तुम्हें धार्मिक न्यायवान तुम ठीक कर लो यू आर राइट मोर बुद्धि मु पाप करली मोर क्यों कौन योग्यता तुम्हें विचार करले करके दंड देले भी तुम्हें ठीक नहीं क्षमा करले भी तुम अनुग्रह जहां भी करले भी यू आर राइट प्रभु आपने ठीक किया आमे परमेश्वर को यथार्थ बोली मानी नेबार से न्यायवान बोली मानी नेबार आज्ञा नेवर ब्लैकमेल गॉड रिक्वेस्ट करिवार गोड़ धरिवार कांदिवार कौन कहले किनान स्त्री प्रभु कहले पिला मानकर रोटी रोटी नहीं कि आम कुकुर पिला मान को पकई देबी कि बोल कहले कौन कौन कहबा कथा आमे हेले कौन कहि थांतु कि हाँ आम कुकुर पिला देखा जाउछु कि आम एते सस्ता पड़ी गलु कि आम एते आसिक प्रार्थना कराउछि बोल हमको एते सस्ता देखिबो कि बोले कहबू किंतु किनान स्त्री कौन कहले हाँ प्रभु ठीक अच्छे जहाँ भी हो
ପିଲାମାନେ ମେଜରେ ଖାଇଲା ବେଳେ ଗୁଣ୍ଡା ଗୁଣ୍ଡି ଯାଇକି ପଡିଯାନ୍ତି କି ନାହିଁ? ତଳେ ଖଣ୍ଡ ସବୁ ପଡିଯାଏ, କୁକୁର ପିଲାମାନେ ଖାଆନ୍ତି କି ନାହିଁ? ସେମିତି ଭାବିକି ଗୋଟେ ଖଣ୍ଡ ପଡିଗଲା ତଳେ, ସେଥିରୁ ମତେ ଦେଇଛି ବୋଲି ଭାବିକି ମୋର ଝିଅକୁ ସୁସ୍ଥ କରୁନାହାନ୍ତି ବୋଲି ରିକ୍ୱେଷ୍ଟ କରିଦେଲାରୁ ପ୍ରଭୁ କହିଲେ, କଣ କହିଲେ? ତାଙ୍କର ବିଶ୍ୱାସ ଦେଖି ଆଶ୍ଚର୍ଯ୍ୟାନ୍ବିତ ହେଲେ ପୁଣି, ଆଉ କହିଲେ ଏଟା ବଡ ବିଶ୍ୱାସ। କୋଉଟା ବଡ ବିଶ୍ୱାସ? ଅଯୋଗ୍ୟ ଭାବିକି ପ୍ରାର୍ଥନା କରୁଛ ଯଦି, ଆମେ ତ ଅଯୋଗ୍ୟ, ଆଉ ସେ ତ ଶୁଣିବେ ତ ନାହିଁ, ଆଉ କାହିଁକି ଯିବା ତାଙ୍କ ପାଖକୁ, ଆମେ କାହିଁକି ଯିବୁ, ସେ କାହିଁକି ଆମ ପ୍ରାର୍ଥନା ଶୁଣିବେ, ଥାଉ ବୋଲି ଭାବିଲେନି। ଅଯୋଗ୍ୟ ବୋଲି ଭାବିକି ବି ତାଙ୍କ ଠାରୁ ଦୟା ପାଇବାର, ଅନୁଗ୍ରହ ପାଇବାର ଯୋଗ୍ୟତା ଅଛି ନାହିଁ ବୋଲି ଜାଣିକି ବି ଟିକେ ଟ୍ରାଏ କରିବୁ ବୋଲି ଯେଟା ଗଲା ନାହିଁ କି, ସେଟା ହେଲା ବଡ ବିଶ୍ୱାସ। ଦ ବିଗେଷ୍ଟ ଫେଥ୍। ଯେତେବେଳେ ନିଜକୁ ଆମେ ନମ୍ର କରିକି ମାଗୁ, ବଡ ବିଶ୍ୱାସ କି ନାହିଁ, ନାଇଁ କି ସେ ୱାର୍ଡ ପଢ, ମତେ ଖୁସି ଲାଗେ। 15, ମାଥ୍ୟୁ 15, ପ୍ରେଜ ଦ ଲର୍ଡ। 15:21 की या 15:28 ପଢୁଛି। ମାଥ୍ୟୁ 15:28। ସେଥିରେ ଯୀଶୁ ଉତ୍ତର ଦେଲେ, ଗୋ ନାରୀ, ତୁମ୍ଭର ବଡ ବିଶ୍ୱାସ, ତୁମ୍ଭର ଇଚ୍ଛାନୁସାରେ ତୁମ୍ଭ ପ୍ରତି ଘଟୁ। ସେହି ମୁହୂର୍ତ୍ତରେ ତାହାର କନ୍ୟା ସୁସ୍ଥ ହେଲା। କିଏ ସେ? କିଣାଣୀ ସ୍ତ୍ରୀ, ଜିହୁଦୀ ବି ନାହିଁ। ବିଜାତି ମାନଙ୍କ ପାଇଁ ଗୋଟେ ସୁଯୋଗ, ଗୋଟେ ଅନୁଗ୍ରହ ଦତ୍ତ ହେଇନଥିଲା ସେ ପର୍ଯ୍ୟନ୍ତ। ପେଣ୍ଟିକୋସ୍ତ ଦିବସ ପରେ ପରେ ବିଜାତି ମାନଙ୍କ ପାଇଁ ଦ୍ୱାର ଖୋଲା ହେଲା। ତ ଏମାନଙ୍କର ବିଶ୍ୱାସ ଏତେ ବଡ କାହିଁକି? ମାନେ ପ୍ରଭୁ କହିଲେ, ମୁଁ ପରା ଜିହୁଦୀ ମାନଙ୍କ ପାଇଁ ଆସିଲି। ଅବଭିୟସଲି ପରେ ବିଜାତି ମାନଙ୍କ ପାଖକୁ ସୁସମାଚାରର ବାଟ ଖୋଲା ହେଲା, କିନ୍ତୁ ଯୀଶୁ ସେ ବଞ୍ଚିଥିବା ସମୟର କଥା କହୁଛି ମୁଁ। କିରାଣୀ ସ୍ତ୍ରୀ ଜିହୁଦୀ ନଥିଲା, ସମରିଣୀ ସ୍ତ୍ରୀ ଜିହୁଦୀ ନଥିଲା, ବୁଝିଲେ କି? ସେମାନଙ୍କ ପାଇଁ ନଥିଲା ସେ ପ୍ରତିଜ୍ଞା। ସେଥିପାଇଁ କହିଲେ, ପିଲାମାନଙ୍କର ରୋଟି, କାହିଁ କୁଆଡେ ଗଲା 26। ମାତ୍ର ସେ ଉତ୍ତର ଦେଲେ, ସନ୍ତାନ ମାନଙ୍କ ଆହାର ନେଇ କୁକୁର ମାନଙ୍କ ପାଖରେ ପକାଇବା ଉଚିତ ନୁହେଁ। କିନ୍ତୁ ସେ କହିଲା, ହଁ ପ୍ରଭୁ, କାରଣ କୁକୁର ମାନେ ତ ନିଜ ନିଜ ପ୍ରଭୁଙ୍କ ମେଜରୁ ପଡିଥିବା ଅଇଁଠା ଖାଆନ୍ତି। ଅଇଁଠା ହେଲେ ଦେଇଦିଅ। नो ईगो, नथिंग। ଭିକ ହେଲେ ଦେଇଦିଅ ପ୍ରଭୁ, ବସ୍ ଆମର ଜୀବନ ଭଲ ହେଉ, ଭିକ ହେଲେ ଦିଅ ପ୍ରଭୁ। ମାଗିବାର ଯୋଗ୍ୟତା ନେଇ ଆମ ଆଡେ ତୁମେ ଅନାଇବାର ଦରକାର ବି ତୁମକୁ ନାହିଁ ପ୍ରଭୁ। ତଥାପି ପ୍ରଭୁଙ୍କୁ ଆପ୍ରୋଚ କରିବାର ତରିକା ଜାଣି ପାରିଲେ ନାହିଁ। ଏଇଟା ହେଲା ବଡ ବିଶ୍ୱାସ ଆଜ୍ଞା। ନିଜକୁ ଯେତେ ନତ କରିକି ତାଙ୍କ ଗୋଡ ଧରିବ, ବଡ ବିଶ୍ୱାସ। ଆଉ ଗୋଟେ ବଡ ବିଶ୍ୱାସ କୁଆଡେ ଗଲା? Praise the Lord. Hallelujah. 8, ମାଥ୍ୟୁ 8, ମାଥ୍ୟୁ 8 ଅଧ୍ୟାୟ 10 ପଦ ପଢୁଛି। I just like this word, the great faith. ବଡ ବିଶ୍ୱାସ। ଓଡିଆରେ କଣ ଦେଖିବା? ମାଥ୍ୟୁ 8:10। ଯୀଶୁ ଏହା ଶୁଣି ଚମତ୍କୃତ ହୋଇ ପଛରେ ଆସୁଥିବା ଲୋକକୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଇସ୍ରାଏଲ ମଧ୍ୟରେ କାହାରି ଠାରେ ଏତେ ବଡ ବିଶ୍ୱାସ ପାଇନାହିଁ। କିଏ ସେ? ସେଇ ଶତାଧିପତିର ଦାସ। 6 ପଦରେ, 6 ପଦ, ହେ ହଁ 5 ପଦରୁ ପଡୁଛି। ଯୀଶୁ କପରନହୁମରେ ପ୍ରବେଶ କରନ୍ତେ ଜଣେ ଶତସେନାପତି ତାହାଙ୍କ ପାଖକୁ ଆସି ବିନତି କରି କହିଲେ, ହେ ପ୍ରଭୁ, ମୋହର ଦାସ ପକ୍ଷାଘାତ ରୋଗରେ ଅତିଶୟ ଯନ୍ତ୍ରଣା ପାଇ ଗୃହରେ ଶଯ୍ୟାଗତ ଅଛି। ସେ ତାହାକୁ କହିଲେ, ମୁଁ ଯାଇ ତୁମକୁ ତାହାକୁ ସୁସ୍ଥ କରିବି। କିନ୍ତୁ ଶତସେନାପତି ଉତ୍ତର ଦେଲେ,
ପ୍ରଭୁ ଆପଣ ଯେ ମୋ ଘରେ ପାଦ ପକାଇବେ ମୁଁ ଏପରି ଯୋଗ୍ୟ ନୁହେଁ, କିନ୍ତୁ କେବଳ ପଦେ ଆଜ୍ଞା କରନ୍ତୁ ମୋହର ଦାସ ସୁସ୍ଥ ହେବ। କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ସୁଦ୍ଧା ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି। ମୁଁ ଜଣକୁ ଯାଅ କହିଲେ ସେ ଯାଏ, ଅନ୍ୟକୁ ଆସ ବୋଲି କହିଲେ ସେ ଆସେ, ପୁଣି ମୋହର ଦାସକୁ ଏହା କର କହିଲେ ସେ କରେ। କଣ ତାର ଅର୍ଥ? ସତ ସେନାପତି ମାନେ ତା ତଳେ 100 ଦାସ ସୈନିକ ମାନେ ଅଛନ୍ତି। ସେଞ୍ଚୁରିୟନ 100 ଜଣଙ୍କ ଉପରେ ଜଣେ ମିଲିଟାରୀ ଅଫିସର। ତାଙ୍କର ବିଶ୍ୱାସ ଦେଖ, ପ୍ରଥମ ତାଙ୍କର ବିଶ୍ୱାସର ପ୍ରଥମ କଥା କଣ, ମାନେ ସେ ଲୁକରେ ଯଦି ଏଇ ଷ୍ଟୋରି ପଢିବେ, ଲୁକରେ କଣ ହୁଏ, ଲୁକ 7 ଅଧ୍ୟାୟ ପରେ ଦେଖନ୍ତୁ, କାଢିଲେ ଲମ୍ବା ହେଇଯିବ। ଲୁକରେ କଣ ହୁଏ, ତାଙ୍କର ଏଇ ଶତ ସେନାପତିର ଦାସ ପକ୍ଷାଘାତ ରୋଗରେ ପୀଡ଼ିତ। ଛାଡ଼, ଜିହୁଦୀ ମାନଙ୍କ ମଧ୍ୟରେ କେତେ ଜଣ ପ୍ରାଚୀନ ମାନେ ଗଲେ ପଡେ ପ୍ରଭୁଙ୍କ ପାଖକୁ। ଟିକେ ପଢିଲେ ହିଁ ଭଲ ଲାଗିବ। ଲୁକ 7 ଦେଖନ୍ତୁ, ବହୁତ ଜଣଙ୍କର ପ୍ରେୟର କେମିତି କରନ୍ତି ମୁଁ ଦେଖାଉଛି ଆପଣଙ୍କୁ। ଲୁକ 7:1 ପଢୁଛି। ଜାଣନ୍ତୁ, ହ୍ୱାଟ ଇଜ ଦ ବଡ ବିଶ୍ୱାସ ଯାହା ପ୍ରଭୁଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଦିଏ। ଲୁକ 7:2 ପଡୁଛି। ସେ ସମୟରେ ଜଣେ ଶତ ସେନାପତିଙ୍କ ଦାସ ଅସୁସ୍ଥ ହୋଇ ମଲା ଭଳି ହୋଇଥିଲା। ମୋର ଓଡିଆ ଭର୍ସନ ସେମିତି ଅଛି, ଆପଣଙ୍କର ବାଇବେଲରେ କେମିତି ଅଛି କି ଦେଖନ୍ତୁ। ଇଆଡେ ସେଠି ଥିଲେ ଆଡଜଷ୍ଟ ହେଇଯିବେ। ହୋଇ ମଲା ଭଳି ହଉଥିଲା। ସେ ତାହାଙ୍କର ପ୍ରିୟ ପାତ୍ର ଥିଲେ। ଶତ ସେନାପତିଙ୍କର ଦାସ ଜଣେ ପ୍ରିୟ ପାତ୍ର। ଦେଖ 3 ପଦରେ, ସେ ଯୀଶୁଙ୍କ ବିଷୟରେ ଖବର ପାଇ ସେ ଯେପରି ଆସେ ତାଙ୍କ ଦାସର ପ୍ରାଣ ରକ୍ଷା କରନ୍ତି, ଏଥିନିମନ୍ତେ ତାହାଙ୍କ ପାଖକୁ ଜିହୁଦୀ ମାନଙ୍କର କେତେକ ପ୍ରାଚୀନ ମାନଙ୍କୁ ପଠାଇ ତାହାଙ୍କୁ ଅନୁରୋଧ କଲେ। ସେମାନେ ପ୍ରାଚୀନ ମାନେ ଯୀଶୁଙ୍କ ନିକଟକୁ ପହଞ୍ଚି ତାହାଙ୍କୁ ବିଶେଷ ବିନତି କରି କହିବାକୁ ଲାଗିଲେ, ଆପଣ ଯେ ତାହାଙ୍କ ନିମନ୍ତେ ଏହା କରିବେ ସେ ସେଥିର ଯୋଗ୍ୟ ଅଟନ୍ତି। ଏଇଟା କି ପ୍ରେୟର? ଏ ବେଚାରା ଶତ ସେନାପତି ରିକ୍ୱେଷ୍ଟ କରୁଛନ୍ତି ଯୀଶୁଙ୍କ ପାଖକୁ ଯାଇକି, ପ୍ଲିଜ ରିକ୍ୱେଷ୍ଟ କରନ୍ତୁ କାଳେ ସେ ଆସିପାରିବେ କି ଘରକୁ। ଏମାନେ ଯାଇକି ରେକମେଣ୍ଡେସନ, ରିକ୍ୱେଷ୍ଟ ନାହିଁ, ଲେଖା ବିନତି କଲେ ଲେଖା ଅଛି। କିନ୍ତୁ ବିନତି କେମିତି କରୁଛନ୍ତି? ପ୍ରଭୁ ତୁମ ସେ ବହୁତ ବଡ ଲୋକ, ସେନାପତି ଅଫିସର, ଚାନ୍ଦା ଫାନ୍ଦା ବଢିଆ ଦିଅନ୍ତି ସେ, ଆପଣ ତାଙ୍କ ପାଇଁ କାମ କରିବାକୁ ବାଧ୍ୟ। ଆଉ ସେ ଯୋଗ୍ୟ, ଯୀଶୁ ଯାଇ ତାଙ୍କ ଦାସଙ୍କୁ ସୁସ୍ଥ କରିବା ପାଇଁ ସେ ଯୋଗ୍ୟ। ପୁଣି ଗର୍ବି ମାନଙ୍କର ପ୍ରାର୍ଥନା ସେଥିପାଇଁ ପ୍ରଭୁ ଶୁଣିବେ ନାହିଁ। This type of proud prayers never been heard, brother sister. ପ୍ରାର୍ଥନା ଦଳ ମାନଙ୍କର ମାଇଣ୍ଡ ସେଟ ସେମିତି ଥାଏ। କେତେ ଜଣ ଦାନ ପଠାଇଛି, ତେଣୁ ପ୍ରଭୁ ତୁମେ କାମ କର, ତୁମେ ଯାଅ, ସେ ବେଶୀ ଦାନ ପଠାଇ ଯୀଶୁଙ୍କ ନାମରେ କାମ। ପ୍ରଭୁ ତମକୁ ଦାନ ପଠାଇଲେ ମୁଁ କଣ ତାଙ୍କ ଦାସ ହେଇଗଲେ କି? ବହୁତ ଜଣ ଦାନ ଦେଇ ପ୍ରାର୍ଥନା କରାଇ ଜାଣିବି ନାହାନ୍ତି, ଆଟିଟ୍ୟୁଡ ଜାଣି ନାହାନ୍ତି। ହୋଇଥିଲା ଆପଣ ମାନଙ୍କୁ, ଆଜ୍ଞା ଦାନ ପଠାଇଛ, ପ୍ରାର୍ଥନା କରିଦିଅନ୍ତୁ, କାମ ହେବାର ଅଛି, ଏ ସପ୍ତାହ ଭିତରେ କାମ ହେବାର ଅଛି। What? ଦରକାର ସେମିତି ଲୋକ ଦରକାର, ଦାନ ବି ଦରକାର ନାହିଁ ନା। ଆଟିଟ୍ୟୁଡ ଦେଖ, ପଇସା ଦେଇଛୁ, କାମ ନହେଲେ କିନ୍ତୁ କର, ତୁମେ ପ୍ରାର୍ଥନା କର, ଜୋରସେ କର। ତମ ଦ୍ଵାରା ଏହି କାର୍ଯ୍ୟ ପାଇବା ପାଇଁ ସେ ଯୋଗ୍ୟ। ପୁଣି ପ୍ରଭୁ କହିଲେ ଏମିତି କି? ହେଲେ ଚାଲ ଦେଖିବୁ। 5 ପଦ ଦେଖ, କାରଣ ସେ ଆମ୍ଭ ମାନଙ୍କ ଜାତିକୁ ପ୍ରେମ କରନ୍ତି ଓ ଆପେ ଆମ୍ଭ ମାନଙ୍କ ନିମନ୍ତେ ସମାଜ ଗୃହ ନିର୍ମାଣ କରିଛନ୍ତି। କିଏ? ଏ ଶତ ସେନାପତି ସମାଜ ଗୃହ ବନେଇ ଦେଲା ବୋଲି ଏ ପ୍ରାଚୀନ କମିଟି ବାଲା ଆସି କହୁଛନ୍ତି କି ପ୍ରଭୁ ତୁମେ ଯାଇକି ତାଙ୍କ ଘରକୁ ଯିବା, ଚାଲ। କାହିଁ ନାଇଁ, ସେ ଯୋଗ୍ୟ। କାହିଁକି? ସେ ଚାନ୍ଦା ଦିଅନ୍ତି, ସେ ଚର୍ଚ୍ଚ ବନେଇବା ପାଇଁ ଦାନ ଫାନ ଦିଅନ୍ତି,
ମିଟିଂ ଫିଟିଂ କରି ଦାନ ଫାନ ଦିଅନ୍ତି, ଭୋଜି ଫୋଜି ହେଲେ ସବୁ କରନ୍ତି। କରିଥିବେ, ପ୍ରଭୁ ଆଶୀର୍ବାଦ କରନ୍ତୁ ଯେ ପ୍ରଭୁଙ୍କ ନିକଟକୁ ଯାଇକି ଜଣଙ୍କ ପାଇଁ ମଧ୍ୟସ୍ଥି ପ୍ରାର୍ଥନା କରିବାର ଦଳ ଏମିତି ଥିବ କି? 6 ପଦ, ସେଥିରେ ଯୀଶୁ ସେମାନଙ୍କ ସହିତ ଗଲେ, ସେ ଘରର ଅଳ୍ପ ଦୂରରେ ଉପସ୍ଥିତ ହୁଅନ୍ତେ ସତ ସେନାପତି ବନ୍ଧୁମାନଙ୍କୁ ପଠାଇ ତାହାଙ୍କୁ କହିଲେ, ପ୍ରଭୁ କଷ୍ଟ କର ନାହିଁ, କାରଣ ଆପଣ ଯେ ମୋ ଘରେ ପାଦ ପକାଇବେ ମୁଁ ଏପରି ଯୋଗ୍ୟ ନୁହେଁ। ପ୍ରାଚୀନ ମାନେ କଣ କହିଲେ? ଯୋଗ୍ୟ, ସେ ଯୋଗ୍ୟ। ଏ କଣ କହୁଛନ୍ତି? ନା ପ୍ରଭୁ, ଆଇ ଏମ୍ ସରି। କଣ ମାଇଣ୍ଡରେ ଥିଲି, ଡାକି ଆଣ ବୋଲି କହିଦେଲି, ସରି। ନା 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 ନା, ଆପଣ ମୋ ଘରକୁ କଣ ଆସିବାଟା କଣ ପ୍ରଭୁ? ମତେ ଦରକାର ଥିଲେ ମୁଁ ତମକୁ ଡାକିବାଟା କଣ ପ୍ରଭୁ? ଆପଣ ମୋର ଦାସ ହେଇଛନ୍ତି କି କଥା ଆଜ୍ଞା ଏଟା? ମୁଁ ସିନା ଯିବା କଥା, ମୁଁ ସିନା ଖୋଜି ଯିବା କଥା, ମୁଁ ସିନା ତୁମ ଗୋଡ ପାଖକୁ ଯିବା କଥା, ଆସିଯାଅ କାମ କରିଦିଅ, ହେଇଯାଉ କାମ ଯୀଶୁଙ୍କ ନାମରେ। ହ୍ୱାଟ ଇଜ ଦିସ୍ ଆଟିଟ୍ୟୁଡ? ନିଜକୁ କେମିତି ଭାବିଲେ ସେ? ନା ପ୍ରଭୁ, ମୁଁ ଯୋଗ୍ୟ ନୁହେଁ। 7 ପଦରେ, ଏଣୁ ମୁଁ ଆପଣଙ୍କ ନିକଟକୁ ଯିବାକୁ ନିଜକୁ ଯୋଗ୍ୟ ବିଚାର କଲି ନାହିଁ। ଦେଖ, ଏଇଟା ଗୋଟେ, ଆପଣ ମୋ ଘରକୁ ଆସିବା ପାଇଁ ବି ମୁଁ ଯୋଗ୍ୟ ଭାବୁନାହିଁ, ଏଣୁ ମୁଁ ଆପଣଙ୍କ ନିକଟକୁ ଯିବାକୁ ନିଜକୁ ମଧ୍ୟ କୋଉ ମୁହଁ ଦେଖାଇବେ ତାଙ୍କ ପାଖକୁ ଯିବାକୁ ଗଲେ? ପରଗ୍ରାହୀ ପରି ମୁହଁ ଅନାଇବାକୁ ବି ଲାଜ ଲାଗୁଥିଲା କରଗ୍ରାହୀଙ୍କୁ। ପ୍ରଭୁ ସରି, ମୁହଁ ଦେଖାଇ ପାରିବି ନାହିଁ, ସରି। ଦିସ୍ ଇଜ ଦ ରାଇଟ୍ ଆଟିଟ୍ୟୁଡ। ଅଯୋଗ୍ୟ ଫିଲ୍ କରିବାଟା, ନମ୍ର ମାନଙ୍କର, ମୋ କିଛି ନାହିଁ ପ୍ରଭୁ, ଆମେ ମାଟି ମାତ୍ର ପ୍ରଭୁ, ଖାଲି ପାଟିରେ କହିଲେ ହେବନି ଆଜ୍ଞା। ୟୁ ସୁଡ୍ ଫିଲ୍ ହେବେ ନାହିଁ, କହିଦେଲେ ଫିଲ୍ ହେଇଯିବେ। କିନ୍ତୁ ପଦେ ଆଜ୍ଞା କରନ୍ତୁ, ମୋର ଦାସ ସୁସ୍ଥ ହେବ, କାରଣ ମୁଁ ଓକେ। 9 ପଦ, ଯୀଶୁ ଏ ସମସ୍ତ କଥା ଶୁଣି ତାହାଙ୍କ ବିଷୟରେ ଚକିତ ହେଲେ, ଆଉ ବୁଲି ପଡି ତାହାଙ୍କ ପଛରେ ଆସୁଥିବା ଲୋକମାନେ, ପ୍ରାଚୀନ ମାନଙ୍କୁ, କମିଟି ବାଲାକୁ କହିଲେ, ମୁଁ ତୁମ୍ଭମାନଙ୍କୁ କହୁଅଛି, ଇସ୍ରାଏଲ ମଧ୍ୟରେ ମଧ୍ୟ ମୁଁ ଏଡେ ବଡ ବିଶ୍ୱାସ ପାଇନାହିଁ। ଅଛି କି ବଡ ବିଶ୍ୱାସ? নত ହେଇଯିବାର, ମାନି ନେବାର କି ଆମେ ଅଯୋଗ୍ୟ? ନା ପ୍ରଭୁ, इट्स ओके, ठीक है प्रभु, चलेगा, ଆମେ ଯୋଗ୍ୟ ନୁହଁ। এইଭଳି ସମସ୍ୟା, এইଭଳି କଷ୍ଟ ପାଇଁ ଆମେ ଲାୟକ ପ୍ରଭୁ, ଆମେ ଏଟା ପାଇଁ ଠିକ। କଣ କହିଲ ଦ୍ୱିତୀୟ ଚୋର? ଆମେ ଯୋଉ କଷ୍ଟ ପାଉଛୁ, ପ୍ରଥମ ଚୋରକୁ କହୁଛୁ, ଆମେ ଯୋଉ କଷ୍ଟ ପାଉଛୁ ଏଟା ଆମ ପାଇଁ ନ୍ୟାୟ। ଏଟା କେତେ ଜଣଙ୍କୁ ଆମେ କଷ୍ଟ ଦେଇନଥିବୁ କି? ନାଇଁ, କେତେ ଜଣ ମୋ ଦ୍ୱାରା କଷ୍ଟ ପାଇଥିବେ କି? ଆମ ପାଇଁ ନ୍ୟାୟ ଯେ ହେଲା, ଠିକ ହେଲା ପ୍ରଭୁ, କିଛି ଚିନ୍ତା ନାହିଁ। ରିସିଭ ବ୍ରଦର, accept the situation you are। ମୋର ପାଇଁ ନ୍ୟାୟ ପ୍ରଭୁ, ଏଟା ଏ ମାଡ ମାରିକି ଭଲ କାମ କଲୁ, ଠିକ କହିଲ ପ୍ରଭୁ, ଆଚ୍ଛା କି आपने, ମୋର ପାଇଁ ଏଟା ଠିକ ଥିଲା ଆକ୍ଚୁଆଲି। ହଁ, ତଥାପି ଲାଷ୍ଟ ଏଣ୍ଡିଂ ରେ ଗୋଡ ଧରୁଛୁ ପ୍ରଭୁ, କୋଉଠି ହେଲେ ଗୋଟେ ଦୟା ମୋ ଭଳି ଲୋକମାନଙ୍କୁ ଯୋଉ ବ୍ୟାଲେନ୍ସ ଅଛି, ସେ ଦୟାରୁ କିଛିଟା ପକାଇ ଦିଅ ପ୍ରଭୁ ମୋ ଉପରେ। ସ୍ୱର୍ଗ ଖୋଲିଯାଏ ଆଜ୍ଞା ଏମିତି ପ୍ରାର୍ଥନାରେ। ସ୍ୱର୍ଗ ତରଳି ଯିବ, ଆଶୀର୍ବାଦର, ଅନୁଗ୍ରହର ବୃଷ୍ଟି, ସ୍ୱର୍ଗ ମେଲ୍ଟ ହେଇଯିବ ଆପଣଙ୍କର ଏଇ ଆଟିଟ୍ୟୁଡ ପାଇଁ। ଈଶ୍ୱରଙ୍କର ଆଖିରୁ ପାଣି ବାହାରି ପଡିବ। melting the heart of Jesus। ଦେଖ, ସେ ଇସ୍ରାଏଲ ପ୍ରତି ବୁଲି ପଡିକି ଜିହୁଦୀ ମାନଙ୍କୁ ଦେଖି କହୁଛନ୍ତି କି ବାବୁ ମାନେ ଏତେ ପଛରେ ଆସୁଛ, ପ୍ରଭୁ ମତେ ସୁସ୍ଥ କରିଦିଅ, ମତେ ଇଏ କରିଦିଅ, ମତେ ସେ କରିଦିଅ, ଏତେ ଜୋର ପାଟି କରୁଛ, ଏ କଣ କରୁଛି ଦେଖ। ପ୍ରଭୁ, ଆପଣ ଆମ ଘରକୁ ଆସିବା ପାଇଁ ଯୋଗ୍ୟ ମୁଁ ନୁହେଁ ପ୍ରଭୁ, କିନ୍ତୁ ଆପଣଙ୍କର ପାୱାର ଜାଣିଛି। କାହିଁକି ବୋଲି କହିଲେ, ମୁଁ ଜଣେ ସତ ସେନାପତି, ମୋର ଅଧିକାର 100 ଜଣଙ୍କ ଉପରେ କାମ କରିବ,
100 ଜଣଙ୍କୁ ମୁଁ ଉଠାଇ ପାରିବି, ବସାଇ ପାରିବି, ପଠାଇ ପାରିବି, ଡାକି ଆଣି ପାରିବି, ଆଣ୍ଠାଇ ପାରିବି। ମୁଁ ଯଦି 100 ଜଣଙ୍କ ଉପରେ ଅଧିକାର ପ୍ରାପ୍ତ ହେବ ଲୋକ 100 ଜଣଙ୍କୁ ଯଦି ନଚାଇ ପାରିବି, ଆପଣ ତ ବିଶ୍ୱକର୍ତ୍ତା। ଦୁନିଆ ନଚାଇବେ ଆଜ୍ଞା ଆପଣ ହଙ୍ଗଲିରେ। ରୋଗ କେତେ କଥା ଆପଣଙ୍କ ପାଇଁ। ଆପଣ ଯୋଉଠି ଅଛନ୍ତି ସେଠି ଗୋଟେ ଅର୍ଡର ଦେଇଦିଅନ୍ତୁ, ରୋଗ ଛାଡ଼ିଦିବ। ଯୀଶୁ ଖ୍ରୀଷ୍ଟଙ୍କର ଅଧିକାର କେତେ ସେ ଚିହ୍ନିଲେ ସେ ସତ ସେନାପତି। 100 ଜଣଙ୍କ ଉପରେ ଯଦି ମୁଁ ଅଧିକାରୀ, 100 ଜଣଙ୍କୁ ନଚାଇ ଯଦି ମୁଁ ଜାଣିଛି, तो ଆପଣ ତ पूरा सृष्टिकर्ता कि नहीं, आप कर सकते हैं प्रभु। ଆପଣଙ୍କର ଅଧିକାରର ପାୱାର କେତେ ମୁଁ ଜାଣିଛି। କଷ୍ଟ କରନ୍ତୁ ନାହିଁ ପ୍ରଭୁ। ସେଇଠୁ ଆଦେଶ ଦେଇଦେଲେ ରୋଗ ଛାଡ଼ିଯିବ। ୱାଓ, ପ୍ରେଜ ଦ ଲର୍ଡ। ଏଇ ସତ ସେନାପତି ମଧ୍ୟ ଜିହୁଦୀ ନଥିଲା, ରୋମିଓ ମାନେ ଆମେ ଦେଖୁ ଏଇ ସୁସମାଚାର ମାନଙ୍କରେ ଜିହୁଦୀ ମାନଙ୍କ ଅପେକ୍ଷା ବିଜାତି ମାନେ ବହୁତ ସହଜରେ ପ୍ରଭୁଙ୍କୁ ଗ୍ରହଣ କଲେ, ନମ୍ର ହୃଦୟରେ। ଆଉ ଜିହୁଦୀ ମାନେ ଯେମାନେ ବ୍ୟବସ୍ଥା ବିଶିଷ୍ଟ ଥିଲେ, ଗର୍ବ ବେଶୀ ଦେଖାଇଲେ ସେମାନେ। ସମରଣୀ ସ୍ତ୍ରୀ ବିଜାତି ନାଇଁ, ସେନାପତି ବିଜାତି, ଏମିତି କେତେ ଜଣ ବିଜାତି ମାନେ ବହୁତ ନମ୍ର ହୋଇକି ପ୍ରଭୁଙ୍କୁ ଗୋଡ଼ ଧରି ପାରିଲେ। ଆଣ୍ଡ ଜିହୁଦୀ ମାନଙ୍କ ମଧ୍ୟରୁ ସେ କୁଷ୍ଠରୋଗୀ ହୁଅନ୍ତୁ, ସେ ମାଗଦଲିନୀ ମରିୟମ ପାପିନୀ ସ୍ତ୍ରୀ ହୁଅନ୍ତୁ, କରଗ୍ରାହୀ ହୁଅନ୍ତୁ, ସେମାନେ ଜିହୁଦୀ ମାନେ ଆକ୍ଚୁଆଲି, ଯେଉଁମାନେ ସମାଜ ଦ୍ୱାରା ପରିତ୍ୟକ୍ତ ବିତାଡ଼ିତ ହେଇକି ଥିଲେ, ଯେଉଁମାନଙ୍କୁ ଶାସ୍ତ୍ରୀ ମାନେ ଗ୍ରହଣ କରୁନଥିଲେ, ଫାରିସୀ ମାନେ ଗ୍ରହଣ କରୁନଥିଲେ, ମହାଯାଜକ ମାନେ ଗ୍ରହଣ କରୁଥିଲେ, ମନ୍ଦିରରେ ଗ୍ରହଣ କରୁନଥିଲେ, ସମାଜ ଗୃହରେ ବି ଗ୍ରହଣ କରୁନଥିଲେ, କିନ୍ତୁ ଯୀଶୁ ଗ୍ରହଣ କଲେ। ଆଉ ବଡ଼ ବିଶ୍ୱାସ ମାନେ ଏଇଟା, approach by faith, ନିଜକୁ ନମ୍ର କରିକି ଆପଣ ହାଲତକୁ ନ୍ୟାଯ୍ୟ ବୋଲି ମଣିକି ଆପଣ ଏଇ ଯୋଉ କଷ୍ଟ ମୁଁ ପାଉଛି, ହଁ ପ୍ରଭୁ ଏଇଟା ମୋର ଡିସିଜନ ସି, ମୋର ଲାଇଫ ଏମିତି କରିଦେଲା, ଆଉ ଆପଣଙ୍କୁ କଣ ଦୋଷ ଦେବି ଆଉ। ନାଇଁ କି ସତ କି ନାଇଁ କୁହନ୍ତୁ? ଆପଣଙ୍କର ଜୀବନରେ ଯାହା ସମସ୍ୟା ଫେସ୍ କରୁଛନ୍ତି, ଆପଣଙ୍କର ନିଜର ଡିସିଜନ ନଥିଲା କି? ପ୍ରଭୁ ମତେ ଦେଖାଇଲେ ସେ ଝିଅକୁ, ପ୍ରଭୁଙ୍କ ଦେଖାଇବ କାହା କିଛି ଦେଖାଇବା ପାଇଁ ପ୍ରଭୁଙ୍କ ପାଖରେ କିଛି ନାହିଁ ଆଉ କାମ। ପ୍ରଭୁ ମତେ ସେ ପୁଅକୁ ଦେଖାଇଲେ, ଦେଖା ଦେଖି ପଳେଇଥିବେ, ପରେ ଆଜ୍ଞା ସମସ୍ୟା, ସ୍ୱାମୀ ପିଟି ଥାଉଛି, ସ୍ତ୍ରୀ ଶୁଣୁନାହିଁ ଆଜ୍ଞା, ପ୍ରାର୍ଥନାରେ ବସୁନି ଆଜ୍ଞା, ବୋହୁ ବସୁନି ଆଜ୍ଞା, ଯୋଉ ମଦ ପିଇ ଦଉଛି। ତମର ଡିସିଜନ ଥିଲା ପରେ, ଏଇଟା ଡିସିଜନ ନିଜେ ନେବୁ। ପରେ ପ୍ରଭୁ କିଛି କାମ କରୁନାହାନ୍ତି, ଆଉ ଆମେ ପ୍ରାର୍ଥନା କରୁଛୁ, ଆମେ ଚାନ୍ଦା ପଠାଉଛୁ, ପ୍ରଭୁ ଏଠି ପଏଣ୍ଟ କଣ ମାନେ କହିଥିଲେ ଆପଣ ମାନଙ୍କୁ, ଆମ ମାନଙ୍କର ଭୁଲ ଯୋଗୁ ଯଦି କିଛି ସମସ୍ୟା ଉତ୍ପନ୍ନ ହେଲା, ଆମ୍ଭ ମାନଙ୍କର ରଙ୍ଗ ଡିସିଜନ ଯୋଗୁ, ଭୁଲ ଯୋଗୁ କି ପାପ ଯୋଗୁ ଉଠିଥିବା ସମସ୍ୟା ମଧ୍ୟରେ ସବୁ ସମସ୍ୟା ସମାଧାନ ହେବ ନାହିଁ, କିଛିଟା ହେଇଯିବ, କିଛିଟା ହେବ ନାହିଁ। ଫର ଏକ୍ସାମ୍ପଲ କହିଥିଲି, ମଦ ପିଇ ଦେଇକି ଗାଡି ଚଳେଇଲୁ, ଆକ୍ସିଡେଣ୍ଟ ହେଇଗଲା, ଆମର ଗୋଡ ଭାଙ୍ଗିଲା, ପଛରେ ସାଙ୍ଗ ମରିଗଲା, ପରେ ଅନୁତାପ କଲି, ମନ ପରିବର୍ତ୍ତନ କଲି, ବାପ୍ତିଜିତ ହେଲି, ପରିତ୍ରାଣ ବି ପାଇଲି, ଯାହା ହଉ ପ୍ରଭୁ କ୍ଷମା କରିଦେଲେ, ଆଗେ ମୂର୍ଖ ଥିଲି, ଆଗେ ପାପୀ ଥିଲି, ଆଗେ ଏତେ ଥିଲି, ମଦୁଆ ଥିଲି, ପ୍ରଭୁ ଦୟା କଲେ, ପ୍ରେଜ ଦ ଲର୍ଡ। ଏବେ ମନ ପରିବର୍ତ୍ତନ କଲି ବୋଲି, ପରିତ୍ରାଣ ପାଇଲି ବୋଲି, ଭାଙ୍ଗି ଯାଇଥିବା ଗୋଡ ତ ଆସିବ ନାହିଁ, ମରି ଯାଇଥିବା ସାଙ୍ଗ ବି ଆସିବ ନାହିଁ, ତ ସେଇ ସମସ୍ୟାର ସମାଧାନ ନାହିଁ। ଆଉ ଆମ୍ଭ ମାନଙ୍କର ନିଜର ଡିସିଜନ ଦ୍ୱାରା ଯାହା ଡ୍ୟାମେଜ ହୁଏ, କ୍ଷତି ହୁଏ, ସବୁ କ୍ଲିୟର ହେଇପାରିବ ନାହିଁ। ଏବେ ମନ ପରିବର୍ତ୍ତନ କଲା ପରେ ମଧ୍ୟ ଗୋଟେ ଗୋଡରେ ଛୋଟାଇ ଛୋଟାଇ ଚାଲିବାର ଅଛି, ଏଇ ସମସ୍ୟା କ୍ଲିୟର ହେବ ନାହିଁ। ଯେହେତୁ ପରିବର୍ତ୍ତନ ହେଇଗଲେ, ପ୍ରଭୁ ମୋର ଗୋଡ ମତ ଦେଇଦିଅ, ନା,
ସାଙ୍ଗ ମରଲା ତାକୁ ବଞ୍ଚାଇ ଦିଅ ନା। କେତେକ କ୍ଷତି ଅକ୍ଲିୟର ହେବ ନାହିଁ, एडजस्ट ହେଇକି ସହିକି ଯିବାକୁ ପଡିବ, ବସ୍ ସେତିକି ଲାଷ୍ଟ ପର୍ଯ୍ୟନ୍ତ। आपका डिसीजन था। ଦେଖନ୍ତୁ ତ ସବୁ କ୍ଲିୟର ହେବନି ବୋଲି କହୁନାହିଁ ମୁଁ, କିଛିଟା ଥାଏ ଯାହାର ଉପାୟ ନାହିଁ, ଆଉ ବେକରେ ଫାନ୍ଦ ପଡିଲା ପରି ହେଇଯାଏ। ଆଗେ ଚିନ୍ତା କରୁନଥିବେ, କାହାରି କଥା ବି ଶୁଣି ନଥିବେ, କାହାରି ପରାମର୍ଶ ନେଉନଥିବେ। ମୁଁ ଜାଣିଛି ପ୍ରଭୁ ନହେଲେ ଆଉ ଟିକେ ବେଶୀ ଓଭର ଆକ୍ସନ, ହଁ ପ୍ରାର୍ଥନା କରୁଛି ପ୍ରଭୁ ମତେ ଦେଖାଇଲେ, ପ୍ରାର୍ଥନା ପ୍ରଭୁ ଦେଖାଇଲେ, ପ୍ରଭୁ ଦେଖାଇଲେ ପରେ ଏବେ କଣ? ଏବେ ଆଉ କିଛି ଦେଖାଯାଉନି ଆଉ। ଏଇ ହାଲତକୁ सही जीवार, लाइफ में कुछ चीजों को ना सहना पड़ता है बस। प्रभुंकर आगमन पर्यंत ना आमर जीवा पर्यंत आ मुक्ति नहीं, उसके आने तक या हमारे मरने तक। केतेको समस्या घुंचे नहीं आगे मु कहीं आप लोक माने तुच्छारे थट्टारे मिछरे आश्वास देला प्रभु काम करिवे, प्रभु क्लियर करिवे, प्रभु दूर करिवे, नहीं हुए नहीं, केते हुए नहीं आगे, कुछ काम नहीं होता। से ख्रीष्ट जीवन में प्रभु सहिष्णुता सिखाइले। यीशु आसी क्रूसार्पण हेले बोली जगतर आ दुख नहीं कि यीशु आसिले क्रूसार्पित हेले, से के समस्त सुस्थ कर देथिले, समस्त मृत मान को उठे देथिले कि तांको निजर बापा जोसेफ को मर जाइथिले तांको तो उठाई नथिले। से मिराकल्स रे जीवन चले नहीं आज्ञा, कष्ट करबा को पड़े। परित्राण पाइलो बोली परिश्रम नहीं कि, परित्राण पाइलो बोली आम झालनाल हेउनु कि, परित्राण पाइलो बोली आबे कष्ट करके परिश्रम करके खाइबा को आणुनु कि, परित्राण पाइलो बोली पाठ पढ़ा पड़ुनी, पिला मान को परीक्षा लिखा हेउनी कि, परित्राण पाइलो बोली ए जो कलुषित पाणीपाग जो द्वारा देह खराब हेउनी कि, परित्राण पाइलो बोली बुढ़ा हेउनु ना कौन ना, परित्राण पाइलो बोली मरण आसु नहीं कि, ये चलता रहेगा। जगत पाप जगत, ए पाप जगत रु मुक्त हेबा पर्यंत एया सब सहीकी जीवाकू पड़िबो आज्ञा। पुरुषर से द्वितीय चोर प्रभु को मानि नेला बोली नम्र हो गला बोली मरी नथिला कि, गोड़ दीटा तो भांगी देथिले तार, किंतु से प्रतिज्ञा पाइला आज तुम्हें मो सांगरे पारदेश रे थिबो। वाओ, एटा धरिबार वंचित थाई कि कौन मिलिबो ताहा धर नहीं, पर जगत रे कौन मिलो ताहारी पई प्रस्तुति करण, एटा ताहारी पाए का परित्राण पाएगा, ताहारी पाए का विश्वास। उसके बाद यहां से बाहर जाने के बाद दुनिया रो बाहरला पर कुआडे जीवु ग्रहण करे पई के अछंती कि आपन को, ए जगत छाड़िला पर कुआडे जीवे, ताहारी पई प्रस्तुति करण। सुसमाचार रो लक्ष्य ताहा अटे। अमेरिकार सब ख्रिश्चियन कंट्री बोली अमेरिका रे किछि कष्ट नहीं कि, समस्या नहीं कि, ताड़ना नहीं कि, निंदा नहीं कि, भूमिकंप नहीं ना, तूफान होनी कि, ना रोग आसुना ना कोरोना आसी नथिला। देश ख्रिश्चियन ही जीवा मात्र के जगतर समस्या थिबो ही थिबो। आपण मु प्रभु को पाइदेव मात्र समस्या रहित, समस्या मुक्त जीवन, रोग मुक्त जीवन प्रॉमिस करा ही नहीं आज्ञा। हीलिंग 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 हीलिंग, तो कहीं क्रिश्चियन को रोग कहीं होची कहूना, रोग हेबा कथा नहीं। एक्चुअली बाप्तिस्म नेला पले रोग हेबा कथा नथिला। ख्रिश्चियन माने जेतिकी दीर्घकालीन रोगी माने सेति बाहरी भी नथिबे। क्रॉनिक डिजीज सब क्रिश्चियन मान को पूरे सब्जेक्ट ने भी क्रिश्चियन रोग तेलुगु रे स्टार्ट स्टार्ट हैला। क्रिश्चियन मान को रोग सुस्थता सबरे मिले नहीं, सुस्थता मिलिबो किंतु सुस्थता सबरे जाइकला नेटियाले से सुस्थता मिलिबो नहीं। खटुछ आमी सब खटुछ, मु भी खटुछ, मु भी रोगी टाका।
Gospel doesn't assure us a worry free, healthy, wealthy living. It assures us about heaven. ସୁସମାଚାର ଆମ୍ଭମାନଙ୍କୁ ସ୍ୱାସ୍ଥ୍ୟ ଜୀବନ, ଧନୀ ଜୀବନର ଗ୍ୟାରେଣ୍ଟି ଦିଏ ନାହିଁ, ସ୍ୱର୍ଗର ଗ୍ୟାରେଣ୍ଟି ଦିଏ, ପାପ କ୍ଷମାର ଗ୍ୟାରେଣ୍ଟି ଦିଏ, ପରିତ୍ରାଣର ଗ୍ୟାରେଣ୍ଟି ଦିଏ, ଈଶ୍ୱରଙ୍କର ସନ୍ତାନ ହେବାର ଗ୍ୟାରେଣ୍ଟି ଦିଏ, ଶାନ୍ତିରେ ମରିବାର ଗ୍ୟାରେଣ୍ଟି ଦିଏ। assurance of gospel, ସୁସମାଚାରର ନିଶ୍ଚିତତା ବା ସୁସମାଚାର ଦ୍ୱାରା ମିଳୁଥିବା ଗ୍ୟାରେଣ୍ଟି କାର୍ଡ ଗୁଡ଼ିକ ଅନନ୍ତ ଜୀବନ ଗ୍ୟାରେଣ୍ଟି, ପରିତ୍ରାଣ ଗ୍ୟାରେଣ୍ଟି, ପାପ କ୍ଷମା ଗ୍ୟାରେଣ୍ଟି। ଯୋଉ ଅବସ୍ଥାରେ ମରିଲେ ବି, ରୋଗରେ ମରିଲେ ବି, ବୃଦ୍ଧ ହେଇକି ମରିଲେ ବି, ଯୁବ ଅବସ୍ଥାରେ ମରିଲେ ବି, ଧନୀ ହେଇକି ମର କି ଗରିବ ହେଇକି ମର, ଶିକ୍ଷିତ ହେଇକି ମର, ଅଶିକ୍ଷିତ ହେଇକି ମର, ଇଣ୍ଡିଆରେ ମରିବା କିମ୍ବା ଆମେରିକାରେ ମରିବା, ଶାନ୍ତିରେ ମରିବ ଆଜ୍ଞା। ଆଉ ଆମ୍ଭମାନଙ୍କର ଆତ୍ମା ବ୍ୟସ୍ତ ହେବନି ମରଣକୁ ଦେଖି, କେମିତି ହେବି, ମୃତ୍ୟୁ ହେଲା ପରେ କଣ ହେବ, ଅନ୍ଧାର, ଭୂତ ମାନସ। କେବେ ପାପୀ ମାନଙ୍କୁ ମରିବାଟା ଦେଖିଲେ କି ଆପଣ ମାନେ? କି ଡର ଥିବ ସେମାନେ, ମୁହଁ ପୁରା ଭୂତ ପରେ ହେଇଯାଇଥିବ ଜାଣିଛନ୍ତି। କାରଣ ସେମାନେ ବଞ୍ଚି ଥାଉ ଥାଉ ସେ ଶେଷ ନିଶ୍ୱାସ ନେବା ପୂର୍ବରୁ ଦେଖୁଥିବେ ଭୂତ ମାନଙ୍କୁ, ଶୈତାନରୁ ଦୂତ ମାନଙ୍କୁ ଦେଖୁଥିବେ, ତାକୁ ତାର ଆତ୍ମା ଧରିକି ଯିବା ପାଇଁ ଆସିଥିବେ ସେମାନେ। ଆମେ ଦେଖିପାରିବୁନି, ସେମାନେ ଦେଖିବେ। ଆମକୁ ସେଇ ଭୟ ନଥିବ ଆଜ୍ଞା, ସୁସମାଚାର ଦ୍ୱାରା ଆମକୁ ମିଳୁଥିବା ଭରସା ଏଇଟା। ସୁସ୍ଥତା, ପଇସା, ଧନ, ଘର ଦ୍ୱାର, ପେଟ ବଥା, ଅଣ୍ଟା ବଥା ଏତେ ବି ଶସ୍ତା କରିବାର ନଥିଲା ସୁସମାଚାରକୁ। ପ୍ରଭୁ କରନ୍ତୁ ଯେ ସୁସ୍ଥ ବି କରନ୍ତୁ, ଆଶୀର୍ବାଦ ବି କରନ୍ତୁ, ଯେ ସେଇଟା ବଡ କଥା ନାହିଁ ବୋଲି କହୁଛି ଆପଣ ମାନଙ୍କୁ। ଦିଅନ୍ତି, ଆମକୁ ସୁସ୍ଥ କରୁନାହାନ୍ତି ନା କଣ? ପ୍ରଭୁ ଦେଇଛନ୍ତି। ଆମକୁ ଖାଇବାକୁ ଦେଉନାହାନ୍ତି କି? ପ୍ରଭୁ ଦିଅନ୍ତି। ଆମର ଆବଶ୍ୟକତା ପୂରଣ କରୁନାହାନ୍ତି କି? କରୁଛନ୍ତି। ପ୍ରତିଦିନ ପ୍ରତ୍ୟେକ ଦିନର ଗୋଟେ ସାକ୍ଷ୍ୟ ଥାଏ ଆମ ଜୀବନରେ। ଏଭ୍ରିଥିଙ୍ଗ ଗଡ୍ କେୟାର୍ସ ରିଏଲି, ବଟ୍ ଦ ବିଗ ଡିଲ୍ ଇଜ ହ୍ୱାଟ? ବଡ କଥା କଣ? ମାନେ ଏଇଟା ନ କଲେ ବି ଆମର ବିଶ୍ୱାସ ଛାଡିଦେବୁ କି ବୋଲିବାଟା ହେଲା ବଡ କଥା ନା। ଆଉ ରାଜା ଆମ ପରମେଶ୍ୱର ଆମକୁ ରକ୍ଷା କରିବାକୁ ସକ୍ଷମ, ଯଦ୍ୟପି ସେ ରକ୍ଷା ନ କରନ୍ତି, ତଥାପି ଆମେ ତମର ପ୍ରତିମାକୁ ମୁଣ୍ଡିଆ ମାରିବୁ ନାହିଁ। ଶଦ୍ରକ, ମେଷକ, ଅବେଦନେଗୋଙ୍କର ନିଷ୍ପତ୍ତି ଦେଖ। ରକ୍ଷା କରନ୍ତି, ମୁଁ ବିଶ୍ୱାସ କରୁଛି ରକ୍ଷା କରିବେ, ରକ୍ଷା କରିବ ତ ରକ୍ଷା କରିବ। ଦର୍ଶନ ଦେଖିଛି, ନିଆଁରେ ପଡିଗଲେ ଆମେ 3 ଜଣ, ଚତୁର୍ଥ ପୁରୁଷ ହେଇକି ସେ ଠିଆ ହେବେ, ଚାଲରେ ଡେଇବା, ଏମିତି ନଥିଲା ସେଠି। ରକ୍ଷା କରିପାରିବେ, ଅଗର नहीं करले भी मरना बेहतर है हमारे लिए। ଡେଇଁ ପଡିବୁ ଆମେ, ତମର ପ୍ରତିମାକୁ ମୁଣ୍ଡିଆ ମାରିବୁ ନାହିଁ। ଡେଇଁ ପଡିବୁ କି? এইটা ହେଲା ବଡ ବିଶ୍ୱାସ ଆଜ୍ଞା। କାମ ନହେଲେ ବି ସେହି ଆମର ପରମେଶ୍ୱର ହେବେ, ସୁସ୍ଥ ନହେଲେ ବି ସେହି ଆମର ପରମେଶ୍ୱର ହେବେ। ନାଇଁ ଆଜ୍ଞା, ସୁସ୍ଥ ହେଇଗଲେ ତାଙ୍କର ସବୁ ଫ୍ୟାମିଲି ବାପ୍ତିସ୍ମ ନେବି ବୋଲଛନ୍ତି, ଜୋରରେ ପ୍ରାର୍ଥନା କର। କାହିଁ କରିବୁ? ନ କରନ୍ତୁ ବିଶ୍ୱାସ। ସୁସ୍ଥ ନହେଲେ ବି ପ୍ରଭୁ ଆମର ପରମେଶ୍ୱର ଅଟନ୍ତିକା। ଏତେ ଦଙ୍ଗାରେ ଓଡିଶାରେ କେତେ ଲୋକ ପ୍ରାଣ ତ୍ୟାଗ କଲେ, ପ୍ରଭୁ ରକ୍ଷା ନ କଲେ ବି ଠିଆ ହେଲେ ବିଶ୍ୱାସରେ ସେମାନେ। ନାଇଜେରିଆରେ 20-25 ହଜାର ଖ୍ରୀଷ୍ଟିଆନ ମାନଙ୍କୁ ମାରିଦେଲେ। ଆଉ ଦୁନିଆ ସାରା ଚାର୍ଲି କର୍କ ପଛରେ କ୍ୟାଣ୍ଡେଲ ଧରିଛି, ଯୋଉଠି ଲୋକମାନେ ଖଣ୍ଡ ହେଇଯାଉଛନ୍ତି, ତାର ପଛରେ କିଛି ନାହିଁ। ଏଇ ସବୁ ନକଲି ଖ୍ରୀଷ୍ଟିଆନ ମାନଙ୍କର ଡ୍ରାମା ସବୁ ଏଇଟା। ଯେଉଁମାନଙ୍କ ସପକ୍ଷରେ ଠିଆ ହେବା କଥା ଏମାନେ ଠିଆ ହେବେ ନାହିଁ। ଫେକ୍ ଖ୍ରୀଷ୍ଟିଆନ ସବୁ ଅଧିକାଂଶ। ତ ବିଶ୍ୱାସ ଧରି ରଖ, ବିଶ୍ୱସ୍ତତା ଧରି ରଖ, ନିଜକୁ ନମ୍ର କର। ଯେକୌଣସି ସମସ୍ୟାରେ ଯାଉଛନ୍ତି, କଷ୍ଟରେ ଯାଉଛନ୍ତି, ଇଟ୍ସ ଓକେ, କହ ପ୍ରଭୁଙ୍କୁ, ଗୋଡ ଧର, ପ୍ରଭୁ जो ଯାହା ବି ଆସୁ ଫରକ ପଡିବ ନାହିଁ। ୟୁ ଆର୍ ଷ୍ଟିଲ୍ ମାଇ ଗଡ୍ and I still love you। ଯାହା ବି ହଉ, ଧନ ସମ୍ପତ୍ତି, ଗାଡି ବଙ୍ଗଲା ଥିଲା ବେଳେ ହିଁ ତାର ସ୍ୱାମୀକୁ ପ୍ରେମ କରୁଥିବ ଜଣେ ସ୍ତ୍ରୀ, ହଠାତ୍ ଚାକରି ପଳାଇଲା, ସବୁ ଖାଲି ହେଇଗଲା, ଚାକରି ଉଡିଗଲା, କମ୍ପାନୀ ବୁଡିଗଲା, ସ୍ୱାମୀ ରୋଡ ଉପରକୁ ଆସିଲା, ସ୍ତ୍ରୀ ଛାଡିଦେବ କି?
जिसने धन दौलत से प्यार किया वो छोड़ देती है। जिसने इंसान से प्यार किया इंसान के साथ ही रहती है ना। प्रेम करथिबा स्त्री हेले स्वामीर धन संपत्ति थिला बेले ही नुहे छाड़ी गला बेले मते ता साइड रे थिबो सेति हम जिते विवाह बेलू आम शपथ दे दिस इज द थिंग ना। दुनिया तो सहित आसु दुनिया छाड़ी जाओ मु तोर जत्न नेबी। यू आर माइन नॉट एवरीथिंग। सब हमारा नहीं है। सब ने वो जो है वो है बस भार्या स्वामी और स्वामी भार्या। दुनिया उल्टी जाओ माने विच्छिन्न हेबा कथा नहीं। जहां भी रोग समस्या दरिद्रता नहीं शपथ दे ओडिया जानी आइडिया नहीं मत व्हाट आर दोज प्रॉमिसेस। आज मंडली सहित प्रभुंकर नियम नुहे कि सेटा व्हाट इज नूतन नियम। आम दुर्बल थिला बेले हमको प्रभु प्रेम कले। आम असुच थिला बेले हमको प्रेम कले। आम पाखे देह नुआ पैसा नथिला बेले से हमको प्रेम कले। आम खोजी नुह जमा से हमको खोजिक हमको प्रेम कले। तो ଏବେ ଆମ कर्तव्य कौन। सब आशीर्वाद करुले ही प्रेम करू कि ना प्रभु ठीक है मोर पाखे किछि नथिला बेले मते खोजी खोजी पर आसिलो। मेरे जैसे पापी को मेरे जैसे रोगी को तूने गले से लगाया। किए पचारि था आपणकर मते नुआ पैसा को काम दे न बाहर प्रभु खोजी खोजी आसिले। प्रेज द लॉर्ड। एभली लोक को मते मुझे मागदलीन मरियम विषय कहवाक पसंद करे सब बड़े प्रभुंकर पुनरुद्धान दिवस रे कहीं से पागल हो दी दिन देखी दी दिन है मौसी प्रभु को देखी नहीं मु कौन है आम भी देखिनु कौन बड़ कथा गला तुमको कौन मौसी तुम तुम प्रॉब्लम अलग मोर प्रॉब्लम अलग पदारे पड़ जाइली मोर पड़ी स्त्री लोक को जो छुईमा भी केवी आसु नथिले ची ची असिची होते सेमती असिची जो मो पाखक जीशु आसिले आज्ञा मो प्रति तांकरी प्रेम अति बड़ जहाँ मु संभाली पाने मो परी लोक केमती प्रेम कल प्रभु। शी लव्ड हिम आल्सो। दी दिन तीन दिन है जीशु को मुझे देखी नहीं केते सकाळ पाइबु केते जीवी कबर पाखक सी द लव प्रेम। नेक्स्ट हमर पॉइंट अच्छी प्रेम विषय कह प्रथम विश्वास दरकार परफेक्ट बड़ विश्वास प्रभुकर आगमन बेलू विश्वास दरकार प्रेम भी दरकार अच्छे कृतज्ञता अच्छी कि नहीं प्रभु जे आपन को सब साहाय्य कले मगदलिनी मरियम को थिला के थाओ कि न थाओ केमिति चढ़ी देला कि क्रूस पाखरे मगदलिनी मरियम थिला। पहाड़ चढ़ीबाटा कष्ट गलगता पर्वत चढ़ी तो देला तांको इफ यू लव हिम इट्स अ मैटर ऑफ लव कृतज्ञता मत जमा कि मत देखले भी खराब दृष्टि देखुले लोक माने पाप बेचारी करके देखले केवल जीशु वन एंड ओनली दयार दृष्टि करुणार दृष्टि कौन देखले से समस्त नजर तांको ऊपर थिला झियो ऊपर को दृष्टि देखुले कि तल ऊपर को खाली जीशुर नजर कोठी देखी देथिला कि पाप बेचारी पर लागला तांको से खोजी खोजी गला गोड़ धरी देला तो आउ तुम पर किए देखी ना प्रभु मते नेवर तुम परी दृष्टि मो पर कहारी भी पड़ी नहीं मो पर पागल हो गला कि आसु न आसु सुगंध द्रव्य सुगंध तैल सब किनिक बाहरी तो पड़ला कि आसु कि न आसु प्रभु को चिन्ह प्रभु को धर को हालत जिमिति भी थाओ प्रेज द लॉर्ड। विश्वास धरी रखिबा चक्षु बंद करिबा केते लंबा छड़ा बुझाई बीजे एतकी सब दरकार नहीं एतकी सब पॉइंट्स भी दरकार नहीं
feelings relieves your feelings for God ପ୍ରଭୁଙ୍କ ପାଇଁ ଆପଣଙ୍କର ହୃଦୟର feelings ଟା ସବୁ ଖୋଲା କରନ୍ତୁ ଆଜ୍ଞା ଲୁଚାଇକି ଚାପିକି ରଖନି ଆଜ୍ଞା କିଏ କଣ ଭାବିବେ କି କିଏ କଣ ଖରାପ ଭାବିବେ କି ଭଲ ନଥିବ ବୋଧେ no just express your love express your gratitude ପ୍ରଭୁଙ୍କ ପ୍ରତି ତମେ କେତେ ଧନ୍ୟବାଦୀ ହୃଦୟ ତମର କେତେ କୃତଜ୍ଞତା ଅଛି ତମର ହୃଦୟରେ କେତେ ପ୍ରେମ ଅଛି ପ୍ରଭୁଙ୍କ ପ୍ରତି ତମର प्रभुଙ୍କୁ ତୁମେ କେତେ ମାନୁଛ कितना मायने रखते हो आपकी जिंदगी में सबुठु बड़ो की कौन की जनाओ तो देखाओ तो कम से कम शो इट दिखाओ प्रभु आपसे बड़ा कोई नहीं है मेरे लिए तुम परी के प्रेम करना प्रभु तुम परी के ही सही भी ना प्रभु तुम परी के कौन कहीं करी भाई मतलब ही है काम थिले ही लोक मन पाखक आसबे काम थिले ही सुंदर थिले ही पैसा थिले ही आम द्वारा किछिटा जरूरी थिले ही आम पछरे बुलुथिबे आमर जीवन नुआ पैसा को भी काम देउ नथिला बेले प्रभु हमको पचारले आज्ञा गॉड केयर्ड अस व्हेन वी वर कंप्लीटली यूजलेस यूजलेस आज्ञा नुआ पैसा को काम देबुने में एबे भी देई नथांतु प्रभु अनुग्रह करके किछटा सेवा देइछंती बोली करूछु जन नले आमर दरकार तांगु कोन अछि गच्छ माने सेवा करिबे कुकुर डाकिकी सेवा करि पकाइबो कुकुड़ा डाकिकी सेवा करि पकाइबो गध कथा देले से प्रभु से भावाणी कहि दे पारिबो पत्थर माने पार्टी करिए बोली कहिसथि प्रभु कहा ऊपर डिपेंड हेबा दरकार नहीं तथापि हमको बाछि के रखिसथि एटा हमर योग्यता नहे तांकर अनुग्रह तांकर दया बोली मानि की नम्र हे की नत हे की जीवा को पड़िबो आगो को ना बड़ विश्वास धरी रख बड़ विश्वास हाँ प्रभु यस वी आर अनवर्दी वी नेवर डिजर्व योर ग्रेस योर लव योर कंपैशन आमको अनाइबा पाई भी हमें योग्य न प्रभु तुम आम आड़े कौन देख कि दरकार तुमको कोटा पे काम दे बुझे आमे तथापि केयर करलो प्रभु यू केयर्ड अस खोजी आसलो प्रभु ए बेकार एटा मरले मरले केते बंचले केते बोले भाबुथिबा हमको खोजी आसलो एटा बड़ कथा नहीं कि खोजी आसलो प्रभु बापा भी खोजी मत खोजा बाहर नथिले माँ बापा भी घर छाड़ी गला माँ बापा भी खोजी बाहर नथिले प्रभु खोजी आसले ସେଥିପାଇଁ ଜୀବନ ସାରା କୃତଜ୍ଞତା ହେଇକି ରହିବାର ଆଉ ପ୍ରାର୍ଥନା କରୁଛି ମହାପବିତ୍ର ପ୍ରେମିକ ସ୍ୱର୍ଗସ୍ଥ ପିତା ତୁମରି ପବିତ୍ର ନାମ ଧନ୍ୟବାଦ ଦେଉଛି କିରାଣ ସ୍ତ୍ରୀ ପରି ଆଉ ସତ ସେନାପତି ପରି ଏକ ବଡ଼ ବିଶ୍ୱାସ ଆମକୁ ପ୍ରଦାନ କର ଯେପରିକି ଆମେ ନିଜକୁ ଅଯୋଗ୍ୟ ଭାବି ପାରିବୁ ସବୁବେଳେ ପ୍ରଭୁ ତୁମେ ଯେତେ ଆମକୁ ଅଧିକ ପ୍ରେମ କରୁଥିବ ସେତିକି ନିଜକୁ ଅଯୋଗ୍ୟ ଭାବୁଥିବୁ ସେତିକି अनडिजर्वड बोली भाबुथिबु अनवर्दी बोली भाबुथिबु एथिपाई साहाय्य कर केबे भी गर्वी हेबाकू दियोनी अहंकारी हेबाकू दियोनी ईगो गुडी को देखाइबाकू दियोनी प्रभु किछि ना हम पाखरे किछि नै गर्व देखाइबा पे आमर पाखरे आमर निजोर बोलिबाटा किछि नै प्रभु तुम्हें अनुग्रह करलो बोली तुम्हें सजाइलो बोली तुम्हें सुस्थ करलो बोली तुम्हें रक्षा करलो बोली तुम्हें भलो करिदेलो बोली आज समाज रे टिके सम्मान मिलुछि रेस्पेक्ट मिलुछि प्रेम मिलुछि एटा तमे करिछ एटा यू डिड इट लॉर्ड नले नुआ पैसा को क्या हमको अन्नाई भी न थांते तुम्हारी प्रेम तुम्हारी अनुग्रह तुम्हारी दया को धरी रखिबो शेष पर्यंत एथिपे साहाय्य करो केबे भी गर्वी हेबाकू दियो नै प्रभु नम्र रहिबो शेष पर्यंत दया करो साहाय्य करो बड़ विश्वास प्रदान करो सही विधवा स्त्री परि विश्वास प्रदान करो कि ताहारी प्रति करा जाइथिबा अन्याय रो विचार निश्चित भाबे शीघ्र करिबा को जाउछ आब जीवन रे मध्य वी बिलीव इट लॉर्ड वी ट्रस्ट यू आमे विश्वास करछु तुम्हारी विचार रो काल आसीबा को जाउछ धन्यवाद देउछि प्रभु पितांको ठारे विश्वास करछु तुम ठारे विश्वास करछु पवित्र आत्मा ठारे विश्वास करछु तुम क्रूस रे तुम नाम रे तुम रक्त रे विश्वास करछु तुम सुसमाचार रे तुम्हारी मृत्यु तुम्हारी पुनरुत्थान रे विश्वास करछु तुम्हारी द्वितीय आगमन रे विश्वास करछु तुम्हारी वाक्य तुम्हारी प्रतिज्ञा तुम्हारी उपदेश तुम्हारी शिक्षा ठारे विश्वास करछु
ଦୟା କର ତୁମର ଆଗମ ପାଇଁ ପ୍ରସ୍ତୁତ କର ବାକ୍ୟ ଶୁଣିଥିବା ସମସ୍ତଙ୍କ ଜୀବନରେ କାର୍ଯ୍ୟ କର ପ୍ରଭୁ ତୁମେ ଗୌରବ ପାଅ ଧନ୍ୟବାଦ ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମରେ ମାଗିଲେ ପିତା ଆମେନ୍ ଏତେବେଳେ ପିତା ପରମେଶ୍ୱରଙ୍କର ପ୍ରେମ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅସୀମ ଅନୁଗ୍ରହ ପବିତ୍ର ଆତ୍ମାଙ୍କର ଶାନ୍ତି ସହାୟତା ସହଭାଗିତା ପ୍ରଭୁଙ୍କର ଗୌରବମୟ ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ଆମ ସମସ୍ତଙ୍କର ସଦା ସହବର୍ତ୍ତୀ ହୁଅନ୍ତୁ ଆମେନ୍ ଯୀଶୁଙ୍କ ନାମରେ ଜୟ ଯୀଶୁ ଖ୍ରୀଷ୍ଟର ଜୟ କାଲବରୀ କ୍ରୁଶର ଜୟ ହେଉ ହାଲେଲୁୟା 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 ପ୍ରେଜ୍ ଦ ଲର୍ଡ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆସନ୍ତା କାଲି ଆମମାନଙ୍କର ବାଇବେଲ ଷ୍ଟଡି 6:30 ଜାରି ରହିବ ପ୍ରସ୍ତୁତ ହେଇକି ଆସିବେ ଗଡ୍ ବ୍ଲେସ୍ ୟୁ ଟେକ୍ କେୟାର ବାଏ ଗୁଡ୍ ନାଇଟ୍ ଆଣ୍ଡ ଗଡ୍ ବି ୱିଥ୍ ୟୁ ଅଲ୍ ପ୍ରେଜ୍ ଦ ଲର୍ଡ Praise the Lord. Praise the Praise the Lord. Lord. Praise Praise the the Lord. Lord. Praise the Lord. Praise the Lord. Praise the Lord, sir. Praise the Lord. Praise the Lord. Praise the Lord. Praise Praise the Lord. the Lord, sir. Praise the Lord.